ठीक अच्छे मैं आरंभ करवा माथ्यू 2 तार 16 देखा 2 तार 16 इतिमध्य हेरोद पंडित मान द्वारा अपना को प्रवंचित हेबा देखि प्रधान हो गले ये आम देखु जे माथ्यू 2 तार 16 अनुसार हेरोद प्रवंचित है लिखाई पंडित मान द्वारा प्रवंचित है से जो प्रवंचना करुला ता भितर कौन इच्छा थिला जे मु जीवी आ प्रणाम करी आसीबे तमे आसी कहले मु जीवी प्रणाम करी आसीबे तो एठी जने प्रवंचक प्रवंचित होउची आ जेहेतु से प्रवंचित हला तार परवर्ती विषय देखुछु से क्रोधांध हला क्रोधरे अंध हो गला आ जो माने निर्दोष निरीह शिशु मानकर गण हत्या कला माने बध कला बोले खाई से बेथलीम देखुछु बालक जिते बालक बेथलीम पुणी से समस्त सीमा मध्य थिले लोक पठाई से समस्त को बध कले आम देखी बेथलीम है कौन रटीर घर बेथेला प्रभु को गृह जेरूसालेम है शांतिर नगरी तो यही जो माने सबू देखु से स्थान रो अर्थ जमती थिला एबे से स्थानटा पूरा संपूर्ण बदली गला और सेठी माने देखि पारिबो 17 पदरे सेतबे जीव भाव द्वारा उक्त एई वाक्य सफल हला तो एक अध्याय 2 अध्याय हम कौन देखुछु वाक्यर सफलता देखुछु ये जो हेरोद बध कला पिला मान को सेटा प्रभु बहु पूर्व जानी थिले तो अनेक समय आमे जो प्रभुंकर पूर्व ज्ञान को भिन्न भाव में बुझी था प्रभुर पूर्व ज्ञान को आमे जमती बुझू सेमती नुहे पूर्व ज्ञान माने आगु से जानी थिले जेमती हेबो आ जुडा से कही थिले से सफल हला तो प्रभु पूर्व ज्ञान रे जानी थिले हेरोद प्रवंचित हब क्रोधांध हब आउ शिशु मान को गण हत्या करबा आगु से जानी थिले एटा नुहे जे से कराइले से जानी थिले आ सेथिबे सेटा पूर्वरु लेखा हला तो दुई प्रकार भाव रे प्रभु एटा कराइले प्रभु एटा कराई नांती प्रभु जानी थिले जे एमती से करिवो कौन सेटा रामारे स्वर शुणा गला रदन अतिशय विलाप एठी कौन लेखा हला नहीं भल चिंता करबो कौन लेखा हला नहीं एठी आमे भाबली कौन एठी लेखा ही थांता हमने जो देखो छो जे प्रभु कर वाक्य सफल हेबारे लागि छी माथ्यू 1 अध्याय 22 पद प्रभुंकर उक्त एई वाक्य जेपरि सफल हुए तो कौन हला सफल होउछि आमे
15 ପଦ 2 ଅଧ୍ୟାୟ 15 ପଦ ସେଠି ଲେଖା ହେଲା କଣ? ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ। 17 ପଦ ସେତେବେଳେ ଜିରିମିୟା ଭାବାଦିଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା। ପ୍ରଭୁ ତାଙ୍କର ପୂର୍ବ ଜ୍ଞାନରେ ଜାଣିଥିଲେ ଯେ ଏଇ ସବୁ ଘଟଣା ଘଟିବ। ଯୀଶୁ ମିଶରକୁ ଯିବେ, 2 ବର୍ଷରୁ ନିମ୍ନ ବୟସ୍କ ପିଲାମାନଙ୍କୁ ଗଣହତ୍ୟା କରାଯିବ, ଏଇଟା ସେ ପୂର୍ବରୁ ଜାଣିଥିଲେ। ସେଥିପାଇଁ ସେ ପୂର୍ବରୁ ସେ କହିଦେଇଥିଲେ, ସେଟା ସଫଳ ହେଲା। ତ ଆମେ ଏମିତି ବୁଝିବା ନାହିଁ ଯେ ସେ କରାଇଲେ, ସେଟା ସେ କରାଇ ନାହାନ୍ତି। ଏମିତି ହେରୋଦ କରିବ ସେ ଆଗରୁ ଜାଣିଥିଲେ। ତାମାନେ ଯେକୌଣସି ବାକ୍ୟ ଦେଖୁ ବାଇବଲରେ, ଆମେ ଯେତେବେଳେ ତାକୁ ବୁଝିବା ପାଇଁ ଭିନ୍ନ ଭାବରେ ବୁଝାର ଚେଷ୍ଟା କରୁ, ମାନେ ସ୍ୱାଭାବିକ ଭାବରେ କଣ କରୁ କରାଉ ତୁଇ ତବିନୁ ଅନ୍ୟ କେହି ନାହିଁ, ମାନେ ନାହିଁ କେହି, ଯୋଉଟା ସେଇଟା ଆମେ ସାଧାରଣ ଭାବରେ ଆମେ କହିଥାଉ। ପ୍ରଭୁ ମନୁଷ୍ୟକୁ କୋଉଠି ବି ବାଧ୍ୟ ବାଧକତା କରନ୍ତି ନାହିଁ। ପ୍ରଥମରୁ ସେ କଣ କଲେ? ସ୍ୱାଧୀନତା ସେ ଦେଇଦେଲେ, ପ୍ରଥମରୁ ଦେଇଛନ୍ତି। କେବେ ମନୁଷ୍ୟକୁ ଗୋଟେ ଯନ୍ତ୍ର ପରି ରଖି ନାହାନ୍ତି, ସ୍ୱାଧୀନତା ଦେଇଛନ୍ତି। ସ୍ୱାଧୀନତାର ଅପବ୍ୟବହାର ମନୁଷ୍ୟ କରିପାରେ। ଯୋଉ ସ୍ୱାଧୀନତା ଦେଇଛନ୍ତି, ସେ ସ୍ୱାଧୀନତା ଭିତରେ ଆମେ କଣ ହବୁ ନାହିଁ, ଆମେ ମାନେ ପ୍ରଭୁଙ୍କର ବାକ୍ୟର ବିରୁଦ୍ଧରେ ଯିବୁ ନାହିଁ। ଆଜି ମନୁଷ୍ୟ ସେ ସ୍ୱାଧୀନତା ପାଇଛି, କିନ୍ତୁ ସ୍ୱାଧୀନତାକୁ ସେ ଅପବ୍ୟବହାର କରୁଛି। ଆମେ ଯେ ଜଣ ବସିଛୁ, ଆମର ସ୍ୱାଧୀନତା ଅଛି। ସ୍ୱାଧୀନତାକୁ ଯେତେବେଳେ ଆମେ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁ ବା ନିଜର ଅଭିଳାଷ ପାଇଁ ବ୍ୟବହାର କରୁ, ତେବେ ସେଟା ଆମ ପାଇଁ କ୍ଷତିଜନକ ହେବ। ଏଇଠି ଯେତେ ସବୁ ଦେଖୁଛୁ ବାକ୍ୟ ସଫଳ ହଉଛି, ତାର ଅର୍ଥ ପ୍ରଭୁ ତାଙ୍କର ପୂର୍ବ ଜ୍ଞାନରେ ସେ ସବୁ ଜାଣିଥିଲେ ଯେ ଏଇ ସବୁ ଘଟିବ, ହେରୋଦ ଏପରି କରିବ, ଯୀଶୁ ଖ୍ରୀଷ୍ଟଙ୍କୁ ଯୋସେଫ ମରିୟମ ମିଶରକୁ ନେଇଯିବେ। ଏଇ ଘଟଣା ଘଟିବା ପୂର୍ବରୁ ସେ ଜାଣନ୍ତି, ଯେହେତୁ ତାଙ୍କର ସେଟା ପୂର୍ବ ଜ୍ଞାନ ରହିଛି। ତାଙ୍କର ପୂର୍ବ ଜ୍ଞାନ କେବେଠୁ ଅଛି? ଯେତେବେଳେ କିଛି ନଥିଲା, ମାନେ କିଛି ନଥିଲା, କେହି ନଥିଲେ, ସେଇ ସମୟରେ ସେ ତାଙ୍କର ସଂକଳ୍ପ କରିଛନ୍ତି, ଯୋଉଟା କି ଆମେ ଦେଖିବା ସେଟା ମାନେ ସେ ବିଷୟରେ ଆମେ ସ୍ପଷ୍ଟ ହେଇଯିବା ଖବର। କିଛି ନଥିବା ସମୟରେ ସେ ସବୁ କିଛି କରିସାରିଥିଲେ। ଆମେ ଦେଖିବା ଏଫେସୀୟ ତାର 1 ଅଧ୍ୟାୟ, ଏଫେସୀୟ ତାର 1 ଅଧ୍ୟାୟ 4 ପଦ। 1 ତାର 4 କଣ ଲେଖା ହଉଛି? ଆମମାନେ ଯେପରି ତାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହଉ, ଏଥିପାଇଁ ସେ ଜଗତର ପତନ ପୂର୍ବେ ତାଙ୍କଠାରେ ଆମମାନଙ୍କୁ ମନୋନୀତ କଲେ। ପ୍ରଭୁ କିଛି ଘଟି ନଥିଲା, ଜଗତ ହିଁ ନଥିଲା, ଜଗତର ମୂଳଦୁଆ ପଡିନଥିଲା, ସେଇ ସମୟରେ ସେ ମନୋନୀତ କଲେ। କେମିତି ମନୋନୀତ କଲେ? ଖ୍ରୀଷ୍ଟଙ୍କ ଠାରେ ମନୋନୀତ କଲେ। ଭଲ ଭାବେ ଦେଖ କଣ ଲେଖା ହେଇଛି, ଖ୍ରୀଷ୍ଟଙ୍କ ଠାରେ ଆମମାନଙ୍କୁ ମନୋନୀତ କଲେ। ଆଉ ତାର ମୂଳ କାରଣ କଣ? ଆମେ ଯେପରି ପବିତ୍ର ଓ ଅନିନ୍ଦନୀୟ ହଉ, ଏଇଟା ହେଲା ତାଙ୍କର ଇଚ୍ଛା। ଆମମାନଙ୍କୁ ମନୋନୟନ କରିବା କାରଣ ଯେ ଆମେ ଧନୀ ହେଇଯିବୁ, ଜ୍ଞାନୀ ହେଇଯିବୁ, ସେଥିପାଇଁ ନୁହେଁ। ଆମେ ଯେପରି ପବିତ୍ର ଓ ଅନିନ୍ଦନୀୟ ହଉ। ଆଉ ସେ ନିଜେ ନିଜେ ନାହିଁ, ନିଜେ ପବିତ୍ର ନିଜେ ଖ୍ରୀଷ୍ଟଙ୍କ ଠାରେ ଆମମାନଙ୍କୁ ମନୋନୀତ କରିଛନ୍ତି, ଯେପରି ଆମେ ପବିତ୍ର ଆଉ ଅନିନ୍ଦନୀୟ ହଉ। ଖ୍ରୀଷ୍ଟଙ୍କ ବିନା ସେ କିଛି କରନ୍ତି ନାହିଁ। ତ ଯଦି ଆମେ ଭଲ ଚିନ୍ତା କରୁ, ଆର ମୂଳ ବିଷୟ ହେଲା ସମସ୍ତ ଲୋକଙ୍କୁ ଖ୍ରୀଷ୍ଟଙ୍କ ଠାରେ ଦେଖିବା ପାଇଁ ସେ ଇଚ୍ଛା କରନ୍ତି। ତ ଅନେକ ସେ ଖ୍ରୀଷ୍ଟଙ୍କ ଠାରେ ଆସନ୍ତି ନାହିଁ, ଖ୍ରୀଷ୍ଟଙ୍କ ବାହାରେ ରହି। ତ କେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଆସନ୍ତି, କେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଆସନ୍ତି ନାହିଁ, ସେ
ବହୁ ପୂର୍ବରୁ ଜାଣିଛନ୍ତି। ତ ସେଇ ଅନୁସାରେ ସେ କଣ କରନ୍ତି, ମନୋନୀତ କରନ୍ତି। ଏଇଟା ଆମମାନଙ୍କୁ ଆଶ୍ଚର୍ଯ୍ୟ ଲାଗେ, କିନ୍ତୁ ଏଇଟା ସତ। ମାନେ 5 ପଦ ଦେଖିବା, ଲେଖା ଯାଉଛି, ପୁଣି ସେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ ଆମମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ। ପ୍ରେମରେ ପୂର୍ବରୁ ନିରୂପଣ କଲେ, ମାନେ ଉପରେ ଲେଖା ହେଲା ଜଗତର ପତନ ପୂର୍ବେ, ଏଠି ଲେଖା ହେଲା ପୂର୍ବେ। ଏଠି ଖାଲି ପୂର୍ବେ ଲେଖା ହେଇଛି, ପୂର୍ବରୁ ସେ ନିରୂପଣ କଲେ। କାହିଁକି ଲେଖା ଯାଉଛି ପୁତ୍ର କରିବାକୁ। କିଏ ପୁତ୍ର ହେବେ ସେ ପୂର୍ବରୁ ନିରୂପଣ କଲେ। କିଏ ପବିତ୍ର ଅନିନ୍ଦନୀୟ ହେବେ ସେ ବହୁ ପୂର୍ବରୁ ସେ କଣ କଲେ, ମନୋନୀତ କଲେ। ମନୋନୀତ ଆଉ ନିରୂପଣ ମନୁଷ୍ୟର ଅଧୀନରେ ନାହିଁ, ସେ କରନ୍ତି। ମନୁଷ୍ୟ ଯଦି ନିଜେ ମନୋନୟନ କରେ, ନିଜେ ନିରୂପଣ କରେ, ତ ସେ କେବେ ହେଲେ ଖ୍ରୀଷ୍ଟଙ୍କ ଠାରେ ଆସିପାରିବ ନାହିଁ। ସେଇଟା ଆଜି ଆମେ ଭଲ ଭାବେ ବୁଝିପାରିବା। ଆମେ ଆଉ ଗୋଟେ ବିଷୟ ଦେଖିବା, 11 ପଦ ଲେଖା ଯାଉଛି, ତାହାଙ୍କ ଠାରେ ମଧ୍ୟ ଆମେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଂକଳ୍ପ ଅନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମେ ପୂର୍ବରୁ ନିରୂପିତ ହେଲୁ। ଆମେ ପୂର୍ବରୁ, ଭଲ ଏଇଟା ଚିନ୍ତା କରବ, ପ୍ରଭୁ ବହୁ ପୂର୍ବରୁ ସେ ସବୁ କଲେ, ମାନେ କିଛି ନଥିବା ସମୟରେ ସେ କଲେ। ଏଇଟା ଆମେ ଭଲ ଭାବେ ଜାଣିବା। ଏକ, ଏବେ ଆମେ ଦେଖିବା 12 ପଦ, ଯେପରି ଖ୍ରୀଷ୍ଟଙ୍କ ଠାରେ ପୂର୍ବରୁ ଭରସା କରିଥିଲୁ ଯେ ଆମ୍ଭେମାନେ, ଏବେ ପାଉଲ କହୁଛନ୍ତି, ପୂର୍ବରୁ ଆମେ ଭରସା କରିଥିଲୁ, ଏବେ ନାହିଁ। ସେ କହୁଛନ୍ତି ଆମମାନଙ୍କୁ ପୂର୍ବରୁ ମନୋନୀତ କରିଛନ୍ତି, ଠିକ ଅଛି, ପୂର୍ବରୁ ନିରୂପଣ କରିଛନ୍ତି, ପୂର୍ବରୁ ନିରୂପିତ ହେଲୁ ଆମେ। ତ ଏଇ ଯୋଉ ପ୍ରଭୁଙ୍କର ଏଇ କାମ ଭିତରେ ଆଉ ଗୋଟେ ବଡ କାମ କଣ, ଆମେ ମାନେ ମଧ୍ୟ ପୂର୍ବରୁ କଣ କରିଥିଲୁ, ଭରସା କରିଥିଲୁ। ମାନେ କଣ ଜାଣିପାରୁଛୁ ଏଠି, ଭଲ ଚିନ୍ତା କରବ। ମୁଁ ଯୋଉଟା କହୁଥିଲି ଯେ ଆମେ ପୂର୍ବରୁ ଆମେ ଭରସା କରିବୁ, ସେ ପୂର୍ବରୁ ଜାଣିଲେ ଆଉ ଆମମାନଙ୍କୁ ମନୋନୀତ କଲେ। ସେମାନେ ଭରସା କରିବେ ନାହିଁ, ସେମାନେ ସ୍ୱଚ୍ଛନ୍ଦରେ ନିଜ ଇଚ୍ଛା ଅନୁସାରେ ଚାଲିବେ। ଏଇଟା ତ ପ୍ରଥମ ବିଷୟ ହେଲା, ପ୍ରଭୁ ପୂର୍ବରୁ ଜାଣିଛନ୍ତି। ଆମେ ଜାଣିବା ପୂର୍ବରୁ ସେ ଜାଣିଛନ୍ତି। ମୁଁ କେତେବେଳେ ଜାଣୁଛି, ଆଜି ମୁଁ ଜାଣୁଛି ଯେ ସେ ପୂର୍ବରୁ ମତେ ମନୋନୀତ କରିଥିଲେ, କିନ୍ତୁ ପ୍ରଭୁ ମୁଁ ଜାଣିବା ପୂର୍ବରୁ ସେ ଜାଣିଛନ୍ତି। ତାଙ୍କର ପୂର୍ବ ଜ୍ଞାନ ମୋର ଜ୍ଞାନ ଆସିବା ପୂର୍ବରୁ ତାଙ୍କ ଠାରେ ଅଛି। ଏବେ ଆଉ ଗୋଟେ ପଦ ଦେଖିବା, ସେଇଠି ଦୁଇ ଅଧ୍ୟାୟ ସବୁ ଦେଖ, 2 ପଦ ସେଠି ଲେଖା ଯାଉଛି, ତୁମମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। 2 ପଦ ମାନେ ଶେଷ ଧାଡି ଆମେ ଦେଖୁଛୁ, ଆମେ ପୂର୍ବେ କଣ ଥିଲୁ, ଭଲ ଶୁଣ, ପାପ ଅପରାଧରେ ମୃତ ଥିଲୁ। ପାଉଲ କହୁଛନ୍ତି ପାପ ଅପରାଧରେ ମୃତ ଥିଲୁ। ତା ପୂର୍ବରୁ ପ୍ରଭୁ ଆମକୁ କଣ କରିଛନ୍ତି, ମନୋନୀତ କରିଛନ୍ତି। ଆଉ ସେ ଜାଣିଛନ୍ତି ଏଇ ପାପ ଅପରାଧରେ ମୃତ ଥିଲେ ହିଁ ଆମେ ତାଙ୍କ ଠାରେ ଭରସା କରିବୁ। ତ ବୁଝିବାକୁ ହବ ସବୁ, ମାନେ ବୁଝିପାରୁଛ କି ନାଇଁ ଏଇଟା ସହଜ ନୁହେଁ, କିନ୍ତୁ ବୁଝିବା ପାଇଁ ଚେଷ୍ଟା କର। ମୁଁ ଜାଣିବା ପୂର୍ବରୁ ପ୍ରଭୁ ଜାଣିଲେ, ଆଉ ଖ୍ରୀଷ୍ଟଙ୍କ ଠାରେ ସେ ମନୋନୀତ କଲେ, ନିରୂପଣ କଲେ, ମୁଁ ନିରୂପିତ ହେଲି। ମୁଁ ଜାଣିବା ପୂର୍ବରୁ
तापरे मु जे भरोसा करबी पूर्वरु माने से आगु जानी सेटा आम देखुଛୁ एटा भी जानी जे आमे पाप अपराध रे मृत थिलु। तो एबे आमे देखिबा चारि पद मात्र एपरी अपराध रे मृत हेले हैं दयार सागर ईश्वर से को जो महाप्रेम रे प्रेम कले। तो पाप अपराध रे मृत थिलु से 2-3 रे हम देखि पारबो 2 अध्याय 2-3 रे अनेक भी सेमती अछंती बोली कहौ छै एफिसियर तमर भी सेमती लेकिन सेमान ठार तुमे बाहरी आसलो आ एमती अपराध रे मृत थिले से हमन को महाप्रेम रे प्रेम कले। भलो जानो से प्रथम हमको प्रेम कले आमे परे तांको प्रेम कलु। एबे आमे केतरा विषय आउर देखिबा 11 पद देखो अतएव तुम माने पूर्वरे जेते बेले शरीर संबंध रे विजाति थिलो पूर्वरे आमे केन थिलु 2 अध्याय 2 पद अनुसार पाप अपराध रे मृत थिलु। पूर्वरे हम केन थिलु आमे असुन्नत थिलु माने इस्राएल लोक पर न थिलु आमे असुन्नत थिलु। तापरे 12 पद सेही पूर्व अवस्था केन थिला सेते बेले तुम माने जे ख्रीष्टन ठार पृथक थिलो इस्राएल रो प्रजा हेई नथिलो प्रतिज्ञार नियम सेठु अंश नथिला जगत रे भरोसा है नथिलु ईश्वर बनै थिलु यहा स्मरण कर 12 पद लिखा है एटा मने पका एफिसिया माने तो विजाति थिलो देव पूजक थिलो तमे पाप अपराध रे मृत थिलो किंतु प्रभु एई अवस्था रे कोन ए अवस्था तुम देखिले ता पूर्वरु से जानि छंती जे एई अवस्था रु से तुमको महाप्रेम रे उद्धार करिवे आ तमे जे भरोसा करबे से आगु जानि थिले। एबे आमे 13 पद देखिबा किंतु पूर्वे दूर रे थिलो जे तुमे माने माने पूर्वे केंती थिलो एई जो शब्द बारंबार पाउल कहउछंती जे पूर्व विषय मुझे कया पाए छते हेरोद पिला मान को मारिबो प्रधान दही जीव से बहुत पूर्वरु जानी थिले आ से कथा से लेखि थिला से कोन हला सफल हला। तो आज अनेक लोग भावना प्रभु तो सब आगु करछंती मोर किछि भूमिका नाइ से सेंती बाइबल को बुझी हबो नाइ आमे एमती बुझी जेंती लेखाई सेन बुझबा जे पूर्वरु से मन्नित कले ख्रीष्टन ठारे काकु मन्नित कले जो माने ख्रीष्टन ठारे आसीबे जन भरोसा करिवे से माने तो प्रभु देखु छंती जानु छंती जे ए लोक करबो ना जेंती एबे आमे देखुछु हेरोद विषय हेरोद कोन कहला से 2:8 रे आमे मध्य जाई तांको प्रणाम करिबा एटा से कहला से किंतु वास्तव से प्रणाम करी मथांता यदि प्रणाम करिया इच्छा थिला तो कौन करता से खोजी खोजी जाई थांता से गला नहीं से क्रोधान्त हो गला आ से पिला कौन कला तेणु ए विषय में रखवा खब प्रभु मनुष्य को सुजोग दियंती प्रणाम करिया पाई नत हेबा पाई भूमिष्ठ हेबा को उपासना करिया को किंतु हेरोद परी कौन करंती निजर माने इच्छा को से माने कौन करंती प्रयोग करंती आ क्रोधांत हेबारु माने गोटे बड़ पाप कला हत्या कला आउ आमे देखिबा एबे समस्ते 2:18 जोड़ा देखुछु आमे 2:18 समस्ते चिंता करवा 2:18 राहेल बोल लिखा है ना जो राहेल आमे देखी थिलो जे ताको संतान हो नथिला प्रथम जोसेफ हला तापर जे बिन्यामिन हला सेतर से मर जाइथिला जेते बेले
ରାହେଲ ଛୁଆ ପାଇବା ପାଇଁ ଯେତେ ଆଗ୍ରହ ହଉଥିଲା, କିନ୍ତୁ ଏଇଠି ଆମେ ଦେଖୁଛୁ ଯେତେବେଳେ ହତ୍ୟା ହଉଛି, ମା ସାମ୍ନାରେ, ମା ସମ୍ମୁଖରେ ହତ୍ୟା କରାଯାଉଛି ପିଲାମାନଙ୍କୁ, ସେତେବେଳେ ଗୋଟେ ବିଷୟ ବଡ ଦେଖୁଛୁ ଆମେ ଯେ ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନଥିଲେ। ତ ରାହେଲର ଯୋଉ ପିକ୍ଚର ଯାକୁବଙ୍କ ସମୟର ସେଇ ଦୃଷ୍ଟାନ୍ତ ବା ସେଇ ଚିତ୍ରଟା ଆମେ ଏଇଠି ଦେଖୁଛୁ। ରାହେଲ ମାନିବାକୁ ଇଚ୍ଛା କରୁନଥିଲେ ଯେ ଗର୍ଭଧାରଣ ତୁ କରିପାରିବୁ ନାହିଁ, ହେବ ନାହିଁ, ମୁଇଁ କରାଇ ପାରିବି ନାହିଁ, ଏଇଟା ପ୍ରଭୁଙ୍କର ଅଧିକାର, କିନ୍ତୁ ସେ ମାନୁ ନଥିଲା। ତ ଯେତେବେଳେ ଗଣହତ୍ୟା ହେଇଗଲା, ଶିଶୁ ହତ୍ୟା ହେଇଗଲା, ତ ହେରୋଦ ଗଣହତ୍ୟା କଲା, ସେଇଠି ଯେତେ ମା ମାନେ ଥିଲେ ସାନ ଶିଶୁ ମାନଙ୍କୁ ନିଜ ସମ୍ମୁଖରେ ହତ୍ୟା ହେବା ଦେଖି ସେମାନେ ବହୁତ ଲେଖାଯାଇଛି, କେତେଟା ବିଶେଷ ଲେଖା ହେଲା 18 ପଦରେ ସ୍ୱର ଶୁଣାଗଲା, ମାନେ ଚାରିଆଡେ କ୍ରନ୍ଦନର ସ୍ୱର, ରୋଦନର ସ୍ୱର, ମାନେ ଛାତି ପିଟିକି ସେମାନେ କାନ୍ଦୁଛନ୍ତି, ବିଳାପ କଲେ। ମାନେ କେତେ ବଡ ବିଷୟ ଆମେ ଦେଖୁଛୁ। ଆଉ ସେଇଠି ଆମେ ଦେଖୁ ଯୀଶୁ ଶିଶୁ ଭାବରେ ରକ୍ଷା ପାଉଛନ୍ତି। ଆଉ ଆମେ ଦେଖିଥିଲୁ ମିଶରରେ ମଧ୍ୟ ଠିକ ସମାନ ଘଟଣା ଘଟିଥିଲା। ଆମେ ସେଇଟାକୁ ଟିକେ ଲକ୍ଷ୍ୟ କରିବା, ସେ ମଧ୍ୟ କେମିତି କଠିନ। ଆମେ ସମସ୍ତେ ଯାତ୍ରା ପୁସ୍ତକ ଯିବା, ଯାତ୍ରା ତାର 2 ଅଧ୍ୟାୟ ସମସ୍ତେ ଆମେ ପଢିବା। ଯାତ୍ରା ତାର 2:16 ପଢିବା, ଧୀରେ ଧୀରେ ପଢିଯିବା, ଜାଣିପାରିବୁ। ଯାତ୍ରା 2:16, ସମସ୍ତେ ବାଇବଲ ଦେଖ। ଯେଉଁ ସମୟରେ ତୁମମାନେ ଏବ୍ରିଆ ସ୍ତ୍ରୀ ମାନଙ୍କର ଧାତ୍ରୀ କାର୍ଯ୍ୟ କରିବ, ସେମାନଙ୍କୁ ଜନ୍ମାସନରେ ଦେଖିବ, ସେ ସମୟରେ ଯେବେ ପୁତ୍ର ସନ୍ତାନ ହେବେ ତେବେ ତାକୁ ବଧ କରିବ, ଆଉ ଯେବେ କନ୍ୟା ହେବ ତେବେ ତାକୁ ଜୀବିତ ରଖିବ। ଏଇଟା ଗୋଟେ ବଡ, କୋଉଟା କହିଲେ? ଏଇଟା ଯାତ୍ରା ପୁସ୍ତକ କହିଲେ ପରା? ହଁ 1:16, 2:16 କହିଦେଲେ, 1:16, 1:16 ସରି। ହଁ, ତ ଯେଉଁ ସମୟରେ ତୁମାନେ ଏବ୍ରିଆ ସ୍ତ୍ରୀ ମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ଦେଖିବ, ସେ ସମୟରେ ଯେବେ ପୁତ୍ର ସନ୍ତାନ ହବ ତେବେ ତାକୁ ବଧ କରିବ, ଆଉ ଯେବେ କନ୍ୟା ହେବ ତେବେ ତାକୁ ଜୀବିତ ରଖିବ। ମାତ୍ର ସେଇ ଧାତ୍ରୀ ମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିଶ୍ର ରାଜାଙ୍କର ଆଜ୍ଞା ପ୍ରମାଣ ନ କରି ପୁତ୍ର ସନ୍ତାନ ମାନଙ୍କୁ ଜୀବିତ ରଖିଲେ। 18, ତେଣୁ ମିଶ୍ରର ରାଜା ଧାତ୍ରୀ ମାନଙ୍କୁ ଡକାଇ କହିଲେ, ତୁମାନେ ଏପରି କାର୍ଯ୍ୟ କି ହେତୁ କରୁଅଛ? ପୁତ୍ର ସନ୍ତାନ ମାନଙ୍କୁ କାହିଁକି ଜୀବିତ ରଖୁଅଛ? ତ ଧାତ୍ରୀ ମାନେ ଫାରୋକୁ କହିଲେ, ଏବ୍ରିଆ ସ୍ତ୍ରୀଗଣ ମିଶ୍ରିଆ ସ୍ତ୍ରୀଗଣ ପରି ନୁହନ୍ତି। ଏଇଟା ଭଲ ବୁଝ, ଏଇଟା ହେଲା ଡିଫରେନ୍ସ। ସେମାନେ ବଳବତୀ, ସେମାନେ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି। ପୁଣି ପରମେଶ୍ୱର ସେଇ ଧାତ୍ରୀ ମାନଙ୍କର ମଙ୍ଗଳ କଲେ, ତହିଁରେ ଲୋକମାନେ ଅତ୍ୟନ୍ତ ବୃଦ୍ଧି ପାଇ ଅତିଶୟ ବଳବାନ ହେଲେ। ସେଇ ଧାତ୍ରୀ ମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ। ଏବେ 22 ପଦ ଦେଖ। ଅନନ୍ତର ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, ତୁମାନେ ନବଜାତ ପ୍ରତ୍ୟେକ ପୁତ୍ର ସନ୍ତାନକୁ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ। ତ ଧାତ୍ରୀ ମାନେ କଲେ, ବଢୁଥିଲା, କିନ୍ତୁ ପରେ ଗୋଟେ ଆଦେଶ ଦେଲେ, ଯୋଉ ଛୁଆ ମାନେ ନୂଆରେ ଆଜି ଜନ୍ମ ହେଇଛନ୍ତି, ନବଜାତ, ସେମାନେ କଣ କର, ନଦୀରେ ଫିଙ୍ଗି ଦିଅ, କନ୍ୟା ହେଲେ ରଖ। ତ ସେମାନେ ଦେଶ ଚାରିଆଡେ ଦେଖିଲେ ଯେ ଯୋଉଠି ଇସ୍ରାଏଲ ଘରେ ପୁଅ ହେଇଛି ତାକୁ ନେଇ ନଦୀରେ ଫିଙ୍ଗି ଦେଲେ। ସେତେବେଳେ ଗୋଟେ ବଡ ଘଟଣା ଘଟିଲା। ଆମେ 2 ଅଧ୍ୟାୟ ଦେଖିବା। 2 ଅଧ୍ୟାୟରେ 2 ଅଧ୍ୟାୟ 3 ପଦ। ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟେ ନଳ ନିର୍ମିତ ପେଡି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେ ବାଳକୁ ଥୋଇ ନଦୀ ତୀରସ୍ଥ ନଳ ବନରେ ରଖିଲେ। ଆଉ ଲେଖା ଯାଉଛି 4 ପଦରେ, ପୁଣି ତାହାର କି ଦଶା ହେବ ତାହା ଦେଖିବା ନିମନ୍ତେ ତାହାର ଭଗ୍ନୀ ଦୂରରେ ଠିଆ ହୋଇ ରହିଲା। ମାନେ ମଶା ଠାରୁ ବଡ ଭଉଣୀ ହେଲା ମରିୟମ, ଦୂରରୁ ଦେଖୁଛି କଣ ହେବ ସେଇଟା। ତ ଭଲ ଦେଖ ଏଠି କଣ ଘଟୁଛି। ଫାରୋ ଆଦେଶ ଦେଲେ ଯେ ଛୁଆ ମାନଙ୍କୁ ନଦୀରେ ଫିଙ୍ଗି ଦିଅ। ସେତେବେଳେ ପ୍ରଭୁ
गोटे स्त्री जीवन रे काम करुछन्ते से कहउछन्ते हाँ एबे तू गोटे शिशु को नदी रे फिंगी दे कौन हेबो देख से दूर रु थाई देखुछि लेखा जाउछि 5 रे जे अनंत फार कन्या स्नान निमंते नदी को आसंते तार सहचरीगण नदी तीर रे भ्रमण करुथिले एति मध्यरे से नळबन गोटे पेड़ी देखी ता आनिबाकू आपण दासी की पठाइला से पेड़ी फिटाई से बालक को देखिला आ देख से बालक कांदू अछि तोइरे से दया बही कहिला एटी एब्रियो बालक से चिनी गला माने भला भाबे चिंता करब तमे माने अनेक शिशु को हत्या करा जाउछि किंतु गोटे शिशु रक्षा पाउछि तो जे प्रवंचना करी काम करूथिला फार एबे आ प्रवंचना करि पारबो ना जेहेतु तार कन्या एबे कोन होइछि आकर्षित हे जाइछि एबे आमे दशम देखबा अनंतर बालक बढन्ते तार हला कोन से शिशु घरे आनले से बालक बढ़िला आ तार ना दिया हला मसा तार अर्थ हला आकर्षण तो एई जो आमाने देखु छोइटी शिशु मान को से कौन कला नदी रे फिंगी देला अबे गोटे स्त्री विश्वास रे गोटे शिशु को फिंगी दोछि प्रभु कर महान काम से देखुछ कोन से पुओटा रक्षा पाई जाउछि आउ से पो कोन कहउछि इस्राएल को रक्षा करूछु ठीक सेति आमे देखो अनेक शिशु गणहत्या होउछन्ति किंतु जड़े शिशु जीशु रक्षा पाउछन्ति आउ से सारा जगतर उद्धारकर्ता होउछन्ति तेणु फार गोटे बड़ आदेश देला कौन तुम कौन कर पिलान को नदी रे फिंगी दियो एबे आमे यात्रा को जिबा यात्रा तार 14 को यात्रा 14 25 रु पड़वा यात्रा 14 25 रु से सेमान को रथर चक्र बाहरी करी पकांते से माने अति कष्ट रथ चलाइले तइरे मिस्री लोक माने कहिले आसो आमने इस्राएल सम्मुख रु पळै जाऊ माने इस्राएल पछरे जाउथिले कहे नाइ नाइ फेरी जिबा कारण सदा प्रभु सेमान को सपक्ष होई मिस्री मान को विरुद्ध रे युद्ध करू अछंती एटा एटा मन रखबो से समय रे इस्राएल लोक माने भयभीत होई करी माने गोटे जगार जाइथिले कि आगु जाई पारबे नै पछो जाई पारबे नै किंतु सदा प्रभु सेठी कोन कले युद्ध कले से मान भी जानले सदा प्रभु युद्ध करूछन्ती तापर हम देखो 26 पद रे अनंतर सदा प्रभु मोसा कहिले तुमे समुद्र ऊपर आपण हस्त विस्तार कर तहिरे मिस्री मानक अश्वारोह रथ अश्वारूढ़ लोक मान ऊपर पुनर्बार जल आसीबो तो सेई माने समुद्र विभाग हेतिला इस्राएल पार करि गले एबे जेतो ए माने आसी गले सेई पथरे से कोन कले बाड़ी को ए कले आउ हस्त विस्तार करू करू कोन हला जल सेमान ऊपर घड़ाई हला तो मशा समुद्र ऊपर हस्त विस्तार कले आ प्रभात समय को समुद्र पुनर्बार समान हेबा को लागिला तो मिस्री माने उजाणी पलायन करन्ते सदा प्रभु समुद्र मध्य रे सेमान को निक्षेप कले प्रभु कोन कले जो फार पिला मान को नदी रे निक्षेप करूथला सेही फार को एबे प्रभु समुद्र रे निक्षेप कले तार सैन्य सामंत समस्ते समुद्र कौन हेले बुड़ी मले ताको गीत संगीतार बहुत सुंदर माने गीत रे लिखा आइछि बहुत सुंदर भार वर्णना कराइछि प्रभु केमिति तांको सुरक्षित कले तेणु आमे जीशु को इस्राएल रो लोकमान सहित तुलना करू आमे जाने सही समय घटना घटिला आ जीशु समय मध्य गोटे घटना घटुचा जीशु रक्षा पाई जाउछन्ती एथि पे रक्षा पाउछन्ती जे से गोटे समय कोन हेबे मृत्युवरण करिवे आ सारा जगत को से रक्षा करिवे एई जो आमे आज या देखुछु तार मूल विषय ला कोन जे प्रभु बहु पूर्वरु जानि छन्ती तार अर्थ न जे प्रभु करौछन्ती प्रभु बहु पूर्वरु से जानि छन्ती जे एटा एई हेरोद करिवो फार करिवो पाउल करिवो से बहु पूर्वरु से जानि छन्ती एबे आमाने देखिबा 19 पद माथ्यू तार 2:19
ହେରୋଦଙ୍କ ମୃତ୍ୟୁ ତାର ଦେଖ ପ୍ରଭୁଙ୍କର ଜଣେ ଦୂତ ମିଶରରେ ଯୋସେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ। ତେବେ ଖାଲି ଇସ୍ରାଏଲରେ ଯେ ପ୍ରଭୁ କଥା କହୁଥିଲେ ତାହା ଆମେ ମିଶରରେ ମଧ୍ୟ ଯୋସେଫଙ୍କୁ ସେ କଣ କହୁଛନ୍ତି ଦୂତ ମାନଙ୍କୁ ଦ୍ଵାରା ସେ କଥା କହୁଛନ୍ତି। ଆଉ କୋଉଠି ଲେଖା ଉଠ ଶିଶୁ ଓ ତାଙ୍କ ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଗମନ କର। ଏଇ ଯୋଉ ଆମେ ଦେଖୁ ଯେ ଗୋଟିଏ ପକ୍ଷରେ ଜଣେ ପରିବାର ବା ପିତା ମାତା ଆମେ ଦେଖୁଛୁ ସେମାନେ କେମିତି ଆଜ୍ଞା ବହଉଛନ୍ତି, କିନ୍ତୁ ଆଉ ଗୋଟେ ପକ୍ଷରେ ଦେଖୁଛୁ ଯେ ହେରୋଦ କଣ ହେଇଛି ତାର ମୃତ୍ୟୁ ହେଇଗଲା 19 ପଦରେ, କିନ୍ତୁ ସେ ପରିବର୍ତ୍ତନ ହେଲା ନାହିଁ। ସେ ପ୍ରଭୁ ବହୁ ପୂର୍ବରୁ ଜାଣିଥିଲେ। ଆମେ ଜାଣିଛୁ ଫାରୋ ମଧ୍ୟ ସେମିତି ହୃଦୟକୁ କଠିନ କଲା କଠିନ କଲା କଠିନ କଲା। ଅନେକ ସମୟ ଲେଖାଯାଏ ପ୍ରଭୁ କଠିନ କଲେ, ସେ କଠିନ କଲା, ଆଉ ତାକୁ ବହୁତ ସୁଯୋଗ ଦିଆହେଲା କିନ୍ତୁ ପରିବର୍ତ୍ତନ ହେଲା ନାହିଁ। ଶେଷରେ କଣ ହେଲା ସମୁଦ୍ରରେ ନିକ୍ଷେପ ହୋଇ ମୃତ୍ୟୁବରଣ କଲା। ପ୍ରଭୁ ଅନେକ ମାନେ ଆଶ୍ଚର୍ଯ୍ୟ କର୍ମ କଲେ ମିଶରରେ, କିନ୍ତୁ ସେ ଲୋକ ପରିବର୍ତ୍ତନ ହେଇପାରିଲା ନାହିଁ। ଏଇଟା ବି ମନେ ରଖିବ ଯେ ଯୋଉ ଲୋକମାନେ ସେଠୁ ରକ୍ଷା ପାଇଁ ଆସିଲେ ସେମାନେ ମଧ୍ୟ କଣ ହେଲେ ନାହିଁ ପ୍ରାନ୍ତରେ ରକ୍ଷା ପାଇଲେ, ସମସ୍ତେ ମରିଗଲେ। ତେଣୁ ସେମାନେ ଦେବ ପୂଜକ ଭାବରେ, ଏମାନେ କଣ ସତ୍ୟ ପରମେଶ୍ୱର ଜାଣି ସେମାନେ ମୃତ୍ୟୁବରଣ କଲେ। ତ ଏଇଠି ଆମେ ଯାହା ଦେଖୁଛୁ ଗୋଟେ ବିଷୟ ଯୋଉଟା କି ଏଇ ଯୋଉ ମାଥ୍ୟୁ 2,000 ସବୁଠୁ ବଡ କଷ୍ଟ ପଦ ଯୋଉଟା ସେଟା ମୁଁ କହିବି। ସେଟା ତ ସେ କଣ ହେଲେ 21 ପଦରେ ସେ ଇସ୍ରାଏଲ ଦେଶକୁ ଆସିଲେ। ଆଉ ସେଇ ସମୟରେ ଆର୍ଖିଲାଏ ପିତା ହେରୋଦଙ୍କ ସ୍ଥାନରେ ଯହୁଦା ରାଜା ହେଇଥିଲେ। ଏହା ଶୁଣି ସେଠି ଯିବା ପାଇଁ ସେ ଭୟ କଲେ, କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲି ଅଞ୍ଚଳକୁ ପଳେଇଗଲେ। ବେଥଲିମରେ ଜନ୍ମ ହେଲେ, କିନ୍ତୁ ଗାଲିଲିରେ କଣ ହେଲେ ସେ ପ୍ରତିପାଳିତ ହେଲେ। 23 ପଦ ଏଇଠି ଭଲ କରି ଶୁଣାବେ, ଏଇଟା ଭଲ। ଏଇ ପଦକୁ ଅନେକ ଲୋକ ଭୁଲ ବୁଝନ୍ତି। ଏଠି ଲେଖା ଯାଉଛି ଏଇଠି ଉପରେ ଯେତିକି ଲେଖା ଯାଇଛି ଆଉ ଏଇଠି ଲେଖା ଯାଇଛି ସେଟା ଆମେ ତୁଳନା କରିବା। ଉପରେ ଆମେ ଏଇଠି ଦେଖୁଛୁ କଣ ଲେଖା ଯାଉଛି 23 ପଦରେ ଦେଖ ଲେଖା ଯାଉଛି ଯେପରି ଭାବବାଦୀ ମାନଙ୍କ ଦ୍ଵାରା ଉକ୍ତ ବାକ୍ୟ ସଫଳ ହୁଏ। ଭଲ କରି ମନେ ରଖିବ। ଥରେ କହିଲ ସମସ୍ତେ ମାଇକ୍ରୋ ଅନମ୍ୟୁଟ କରି କହିଲ କଣ ଲେଖା ହେଇଛି। ଥରେ କହିଲ କଣ ଲେଖା ଯାଇଛି, ମୁଁ ଯୋଉଟା କହିଲି। ଯେପରି ଭାବବାଦୀ ମାନଙ୍କ ଦ୍ୱାରା ସଫଳ ହୁଏ। ସଫଳ ହୁଏ, ସେ ଏଇଟା ନାଗରିକରେ ଏଇଟା ସଫଳ ହୁଏ, ଏତିକି ଥାଉ। ହଁ, ତ ଏବେ ଆମେ ପଢବା ସମସ୍ତେ 1:22 ପଢବା। ମୋର ସହିତ ସମସ୍ତେ ପଢ। କଣ ଲେଖା ହେଇଛି ଦେଖ, ସେଠି ଲେଖା ଯାଉଛି ଭାବବାଦୀଙ୍କ ଦ୍ଵାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ। ଏଇଠି ଆଉ ସେଇଠି ଡିଫରେନ୍ସ କଣ ଅଛି ସେଟା ଦେଖ ତମେ। ଏଇଠି ଲେଖା ହେଲା ଭାବବାଦୀଙ୍କ ଦ୍ଵାରା, ତାପରେ ଆମେ ଦେଖିବା ଯେ 15 ପଦ 2:15 ଲେଖା ଯାଉଛି ଭାବବାଦୀଙ୍କ ଦ୍ଵାରା ହେଲା। 17 ପଦ ଭାବବାଦୀଙ୍କ ଦ୍ଵାରା, କିନ୍ତୁ 23 ପଦ ଲେଖା ହେଲା ଭାବବାଦୀ ମାନଙ୍କ ଦ୍ଵାରା। ଏଇଟା ଭଲ କରି ମନେ ରଖ। ଓକେ, ବୁଝିପାରିଲ କି? ହଁ ସାର୍। ଆଚ୍ଛା, ଏଇଠି କାହିଁକି ମୁଁ ଏଇଟା କହିଲି କହି ଦେଖ ଟିକେ ଚିନ୍ତା କରି ମୁଁ କାହିଁକି ଏଇଟା କହିଲି। ଅନେକ ଏଇ ପଦକୁ ନେଇ ବିଭିନ୍ନ ଭାବରେ କହିଥାନ୍ତି, କିନ୍ତୁ ଏଠି ବୁଝିବା ପାଇଁ ଚେଷ୍ଟା କର। ଉପରେ ଲେଖା ହେଲା ଭାବବାଦୀ ମାନଙ୍କ ଦ୍ଵାରା, କିନ୍ତୁ ଏଇ ପଦରେ ଲେଖା ହେଲା ଭାବବାଦୀ ମାନଙ୍କ ଦ୍ଵାରା। କାହିଁ ଲେଖା ହେଲା? ଯେହେତୁ ଆଜି ବି ଅନେକ ମାନେ ଖ୍ରୀଷ୍ଟିଆନ ବକ୍ତା ପ୍ରଚାରକ ଶିକ୍ଷକ ମାନେ ଅଛନ୍ତି ଏଇ ପଦକୁ ଭୁଲ ବୁଝନ୍ତି, ଆଉ କହନ୍ତି ଯେ ବାଇବଲରେ ମଧ୍ୟ କିଛି ମିଷ୍ଟେକ୍ ଅଛି ବୋଲି ସେମାନେ କହନ୍ତି, କିନ୍ତୁ ଏଇ ଡିଫରେନ୍ସ ଟା ଦେଖି ପାରନ୍ତି ନାହିଁ। ଏଇ ଡିଫରେନ୍ସ ଟା, ଏଇ ଭିନ୍ନତା ଯଦି ଦେଖୁ ଆମେ ବୁଝି ହବ। ଏବେ ମୁଁ କହିବି ସେଟା କଣ। ଏଇ ଯୋଉ ଲେଖା ହେଲା ଯେ ସେ ନାଜରିତ୍ୟ ବୋଲି ଖ୍ୟାତ ହେବେ, ସେ ନାଜରିତ୍ୟ ବୋଲି ଖ୍ୟାତ ହେବେ, ଏମିତି ଶବ୍ଦ ବାଇବଲରେ ନାହିଁ। ହ୍ୟାଲୋ, ବୁଝି ହଉଛି? ତମେ ଖୋଜିବ ଦେଖିବ ଯେ ଏମିତି ଶବ୍ଦ ନାହିଁ। କୋଉ ଶବ୍ଦ ନାହିଁ? ସେ ନାଜରିତ୍ୟ ବୋଲି ଖ୍ୟାତ ହେବେ, କୌଣସି ଭାବବାଦୀ କହିନାହାନ୍ତି, କିନ୍ତୁ ଲେଖା ହେଲା। କିନ୍ତୁ କଣ ଲେଖା ହେଲା?
ଜଣେ ଭାବବାଦୀ କେ ଲେଖି ନାହାନ୍ତି, ଗୋଟେ ଭାବବାଦୀ ଲେଖି ନାହାନ୍ତି, କିନ୍ତୁ ସମସ୍ତ ଭାବବାଦୀଙ୍କର କଥାକୁ ଯଦି ଏକତ୍ର କରାଯିବ, ଭଲ ଭାବରେ ବୁଝିବାକୁ ଚେଷ୍ଟା କର, ତ ଏଇ କଥା ସଫଳ ହଉଛି। ସେ ନାଜରିତ୍ୟ ବୋଲି ଖ୍ୟାତ ହେବେ, ଏଟା ନାହିଁ ବାଇବଲରେ, କିନ୍ତୁ ସମସ୍ତ ଭାବବାଦୀ ମାନେ ବିଭିନ୍ନ ଭାବରେ ଲେଖିଛନ୍ତି। ତ ସମସ୍ତ ଭାବବାଦୀ ମାନଙ୍କର କଥା ପବିତ୍ର ଆତ୍ମା କେତେ ସୁନ୍ଦର ଭାବରେ ଏଟା ଲେଖାଇଛନ୍ତି, ନହେଲେ ଏଠି ବି ସେ ଲେଖିଥାନ୍ତି ଭାବବାଦୀଙ୍କ ଦ୍ୱାରା ଉକ୍ତ ବୋଲି ଲେଖିଥାନ୍ତେ। ସେ କଣ ଲେଖିଲେ, ଭାବବାଦୀ ମାନଙ୍କ ଦ୍ୱାରା, ଯୋଉଟା କି ଅନେକ ଲୋକ ସେଇ ଡିଫରେନ୍ସଟା, ସେଇ ପାର୍ଥକ୍ୟ, ସେଇ ଭିନ୍ନତା ଦେଖି ପାରନ୍ତି ନାହିଁ। ଆଜି ଏଇଟା ଶୁଣିଥାଅ, ଏଇଟା ଅନ୍ୟମାନ ଠାରୁ ମଧ୍ୟ ଶୁଣ। ଏଇ ଯୋଉ ଭିନ୍ନତା, ମୁଁ ବି ଏଇଟା ବହୁତ କଷ୍ଟ ହଉଥିଲା, ମୁଁ ବୁଝି ପାରୁନଥିଲି, କିନ୍ତୁ ଭଲ ଭାବରେ ପଢିଲି ମୁଁ, ଏଇଟା ମୁଁ ବୁଝିପାରିଲି। ଅନେକ ମାନେ ଯୋଉମାନେ ବାଇବଲ ଶିକ୍ଷକ ସେମାନେ ଏଟା ବୁଝନ୍ତି, କିନ୍ତୁ ଅନେକ ବୁଝି ପାରନ୍ତିନି, ଯେହେତୁ ସେମାନେ ପଢନ୍ତି ନାହିଁ। ପ୍ରତି ଶବ୍ଦ ପ୍ରତି ଅକ୍ଷରକୁ ଆମେ ଗୁରୁତ୍ୱ ଦେବା ଖାବ, ନହେଲେ କଣ ହବ, ଆମେ ମଧ୍ୟ ମିଷ୍ଟେକ୍ ହେବ ଆମର। ତେଣୁ ବାଇବଲରେ ଯେତେ ଜାଗାରେ ନାଜରିତ୍ୟ ବୋଲି ଅଛି, ସେଥିପାଇଁ ଲେଖା ହେଇଛି ଯେ ସବୁ ଭାବବାଦୀ ମାନଙ୍କୁ ଏକତ୍ର କଲେ ଯୀଶୁ ବି ଜଣେ ନାଜରିତ୍ୟ ବୋଲି ଖ୍ୟାତ ହେବେ। ଜଣେ ଭବିଷ୍ୟତ ବକ୍ତା କେହି ବି ଲେଖି ନାହାନ୍ତି, କିନ୍ତୁ ଏକତ୍ର ଯଦି କରାଯିବ, ସେତେବେଳେ ସେ ନାଜରିତ୍ୟ ବୋଲି ଖ୍ୟାତ ହେବେ। ଆଉ ସେ ଖ୍ୟାତ ହେଲେ, ଆଉ କଣ ହେଲା, ଆମେ ଦେଖିବା ସେ କେମିତି ଖ୍ୟାତ ହଉଛନ୍ତି। ସମସ୍ତେ ମୋ ସହିତ ଖୋଲିବ ଆଉ ଦେଖିବ, ତମାନେ ମଧ୍ୟ ଯଦି ଭଲ ଭାବରେ ପଢିବ, ତ ଏଇ କଥା ଦେଖି ପାରିବ। କଣଟା ଦେଖିପାରିବ, ଆଚ୍ଛା କୃଷ ଉପରେ କଣ ଲେଖା ହେଇଥିଲା, ସମସ୍ତେ ଟିକେ ଚିନ୍ତା କରି କୁହ, କଣ ଲେଖା ହେଇଥିଲା? କୃଷରେ ଗୋଟେ ଇନ୍ରି ଏ ଜିହୁଦୀ ମାନଙ୍କର ରାଜା ନା କଣ ଲେଖା ହେଇଥିଲା? ଇନ୍ ଏଣ୍ଡରେ ନାଜରିତ୍ୟ ସେଟା ହେଲା। ହୁଁ। ତ ସେଟା ବି ସୁଷମାଚାର ଲେଖକ ମାନେ ଭିନ୍ନ ଭିନ୍ନ ଭାବରେ ଲେଖିଛନ୍ତି, ବୁଝିପାରୁଛ? ସେଥିପାଇଁ ଜଣେ କହନ୍ତି, କଣ କହନ୍ତି ଯେ ବୋର୍ଡ ଟା ଭଲ କରି ଶୁଣ, ଏଇଟା ବୋର୍ଡ ଯେତେବେଳେ ଲେଖା ହେଇଥିବ ତ ସମସ୍ତେ ପଢିଥିବେ ସମାନ, କିନ୍ତୁ ମାଥ୍ୟୁ ଗୋଟେ ପ୍ରକାର ଲେଖୁଛନ୍ତି ସେ ବୋର୍ଡ ର କଥା। ଦେଖିବା ଆମେ ସମସ୍ତେ ଟିକେ ଦେଖ, ମାଥ୍ୟୁ କଣ ଲେଖୁଛନ୍ତି, ମାଥ୍ୟୁ ତାର ଦେଖ 37:37, ମାଥ୍ୟୁ 37 ତାର 37, ସେ କଣ ଲେଖାଯାଇଛି, କେଉ ଜଣେ ପଢ, ମାଥ୍ୟୁ 37 ତାର 37। ଆଉ ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗ ପତ୍ର ଲେଖି ଲଗାଇଦେଲେ, ଏ ଯିହୁଦୀ ମାନଙ୍କର ରାଜା ଯୀଶୁ। ହଁ, ମାର୍କ 15:26, ମାର୍କ 15:26, ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା, ଯିହୁଦୀ ମାନଙ୍କର ରାଜା। ହୁଁ, ବିଟୁ ପଢିଲା ବେଳେ ସବୁବେଳେ ତାର ଟିକେ ସମସ୍ୟା ହେବ। ଲୁକ ତାର 23:38, ଲୁକ 23:38, କେ ଜଣେ ପଢ, ସେ ତାର ମାନେ ନେଟୱାର୍କ ଠିକ ରହୁନାହିଁ। ପୁଣି ତାହାଙ୍କ ଉର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, ଏ ଜିହୁଦୀ ମାନଙ୍କର ରାଜା। ହୁଁ, ଓକେ, ଏବେ ଯୋହନ 19 ପଢିବା, ଯୋହନ 19:19,
ଆଉ ପିଲା ତ ଗୋଟେ ଅଭିଯୋଗ ପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇ ଦେଲେ। ସେଥିରେ ଲେଖା ଥିଲା ନାଜରିତୀୟ ଯୀଶୁ ଜିହୁଦୀ ମାନଙ୍କର ରାଜା। ଜିହୁଦୀ ମାନଙ୍କ ରାଜା। ଓକେ ଏବେ କଣ ଦେଖୁଛୁ ଆମେ ଏ ଜିହୁଦୀ ମାନଙ୍କର ରାଜା। ଭଲ ଭାବରେ ଶୁଣ ଗୋଟେ ବୋର୍ଡ ଲେଖା ହେଇଛି ତ ବୋର୍ଡ କଣ ଚେଞ୍ଜ ହେବ କି କମଳ? ନାଇଁ ନାଇଁ ଚେଞ୍ଜ ହେବ ନାହିଁ। ତ ନା। ଲେଖକ ମାନେ କେମିତି ଭିନ୍ନ ଭିନ୍ନ ଲେଖିଦେଲେ ବୋଲି ସେମାନେ ଚିନ୍ତା କରନ୍ତି। କିଏ? ହୁଁ ଯୋଉମାନେ ହୁଁ ତର୍କ କରନ୍ତି। ହଁ ହଁ ବୁଝି ହଉଛି ଅନ୍ୟଟା ଠିକ ସିନା କଥା ଶୁଣିକରି ଲେଖିଲେ କଣ କିନ୍ତୁ ବୋର୍ଡ ଟା ତ ଶୁଣିକରି ଲେଖିବେ ନାହିଁ। ବା ଲେଖିବା ଯିଏ ବି କଥା ନୁହେଁ। ପଢିଥିବ ସମାନ ହୁଁ ହିଁ ଲେଖିବ ନା ନାଇଁ? ହଁ 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 ତ ଯୁକ୍ତି ଠିକ କରନ୍ତି ତ ପବିତ୍ର ଆତ୍ମା ଲେଖାଇ ନାହାନ୍ତି ବୋଲି ସେମାନେ କହନ୍ତି। ଓହୋ ବୁଝିହବ ତ ପବିତ୍ର ଆତ୍ମା ହଁ ନାଇଁ ମାନେ ନିଜେ ନିଜେ ଏମିତି ଭୁଲ ଅଛି ବୋଲି ତ ଖ୍ରୀଷ୍ଟିଆନ ମାନେ ମଧ୍ୟ ବକା ହେଇଯାନ୍ତି ସେଠି। ବୁଝିପାରୁଛ? ହଁ ହଁ ଖ୍ରୀଷ୍ଟିଆନ ଆମେ ପବିତ୍ର ଆତ୍ମା ମୁଖ ନିଃସୃତ ବାକ୍ୟ ଈଶ୍ୱର ନିଷ୍ପର୍ଶିତ ବାକ୍ୟ ବୋଲି ଆମେ ଯୋଉଟା କହୁଛୁ ଏମିତି କହିଦେଲେ ଆମେ କଣ ହବୁ? ଆମେ ଇଏ ହେଇଯିବୁ। ଯେମିତି ଆମେ ଦେଖୁଛୁ ଯେ କୋଉଠି ବି ଲେଖା ହେଇନି ନାଜରିତୀୟ ଯୀଶୁ ମାନେ ବୋଲି ଖ୍ୟାତ ହେବେ ବୋଲି ଲେଖା ହେଇନି। ଲେଖା ହେଇନି ମାନେ କୋଉଠି ଏମିତି ସ୍ପଷ୍ଟ ଲେଖା ହେଇନି ଯେମିତି ଦେଖ ଜଣେ କନ୍ୟା ଗର୍ଭବତୀ ହେବେ ସେଠି ଲେଖା ହେଇଛି। ଯେମିତି ଆମେ ପଢିଲୁ ଯେ ରାହେଲ ଏମିତି କ୍ରନ୍ଦନ ସେଇଟା ଲେଖା ହେଇଛି। ମିଶ୍ରରୁ ଆମେ ଆହ୍ୱାନ କରିବା ସେଠି ଲେଖା ହେଇଛି। କିନ୍ତୁ ଏଇଟା ଲେଖା ହେଇନି କୋଉଟା ଆମେ ଯୋଉଟା ପଢିଲୁ ଏବେ ଯୋଉ ମାନେ ମାଥ୍ୟୁ ନାଜରିତ୍ୟ 2 ବୋଲି ଅଧ୍ୟାୟ ଖ୍ୟାତ। ହଁ ନାଜରିତ୍ୟ। ଲେଖା ହେଇନି। ଓକେ ହୁଁ ହୁଁ ତ ଏବେ ଯଦି ଏମିତି କଲେ ଆମର ମଧ୍ୟ ସନ୍ଦେହ ଜାତ ହବ ନା ନାଇଁ? ହବ ଆକା ଅଟୋମେଟିକ। ହବ ତେଣୁ ହୁଁ ଆମେ ବାଇବଲକୁ ଭଲ ଭାବରେ ପଢିବାକୁ ହେବ ହେଲା। କେବଳ ଜହନ ଲେଖୁଛନ୍ତି ସେଇଟା ଅନ୍ୟମାନେ କେହି ଲେଖୁନାହାନ୍ତି। ଜହନ କଣ ଲେଖୁଛନ୍ତି ଆମେ ପଢିବା 19 ଜହନ 19 ପଢିଲୁ ଏବେ 19 ରୁ ଆଉ ଥରେ ପଢବା ସମସ୍ତେ ଦେଖ 19 ରୁ ପଢବା ଆଉ ଥରେ ପଢ କିଏ ଜଣେ 19-20 ପଢବା। 19-20 ହୁଁ ହଁ ଜିହୁଦୀ ମାନଙ୍କ ମଧ୍ୟରୁ ଅନେକ ଏହି ଅଭିଯୋଗ ପତ୍ର ପାଠ କଲେ। କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢା ଯାଇଥିଲା ତାହା ନଗରର ନିକଟରେ ଥିଲା। ପୁଣି ସେହି ପତ୍ର ଏବ୍ରି ଲାଟିନ ଓ ଗ୍ରୀକ ଭାଷାରେ ଲେଖା ହୋଇଥିଲା। ହଁ ଏଇଟା ଜହନ ଲେଖୁଛନ୍ତି। ମାନେ ଜଣେ ଲେଖକ 3 ଜଣ ସୁଷମାଚାର ଲେଖକ ଏଇଟା ଲେଖି ନାହାନ୍ତି କିନ୍ତୁ ଜହନ କେବଳ ଲେଖୁଛନ୍ତି। ସେ କଣ ଲେଖୁଛନ୍ତି ଯୋଉ ଅଭିଯୋଗ ପତ୍ର ଗୁଡା ଲେଖା ହେଲା ଗୋଟେ ଭାଷାରେ ଲେଖା ହେଇନାହିଁ। ବୁଝି ହଉଛି? ହଁ ହଁ 3ଟା ଭାଷାରେ ଲେଖା ହେଇଥିଲା। 3ଟା ଭାଷାରେ ଲେଖା ହେଇଛି। ତ ଏଇଟା କାହିଁକି ଲେଖା ହେଲା ପରିହାସ କରିବା ପାଇଁ ଲେଖା ହେଲା। ସମସ୍ତେ ଜାଣନ୍ତୁ ବୋଲି ପଢନ୍ତୁ ବୋଲି। ନାଇଁ ନାଇଁ ପରିହାସ ତାଶ୍ଚଲ୍ୟ କରି ଲେଖା ହେଲା। ଏଇ ରାଜା ବୋଲି କହୁଥିଲା ଦେଖ ଏଇ ରାଜା ଏଠି ମରିଗଲାଣି। ମାନେ ହୁଁ ହୁଁ ଆକୁ ଏଲିଆସ ରକ୍ଷା କରେ ସେଇ ଭାବରେ ମାନେ ତାଶ୍ଚଲ୍ୟ ପରିହାସ ହୁଁ ନିନ୍ଦା ହୁଁ ହୁଁ କରିବାକୁ ସେଥିପାଇଁ ଲେଖା ହେଲା। ଏଥିପାଇଁ ନାହିଁ ମାନେ ପିଲା ତ ଅନୁମତି ଦେ ହଁ ଲେଖିଦିଅ ମାନେ ମୁଁ ସିନା ସମ୍ରାଟ ଇଏ କିଏ ଏ ଗୋଟେ ସାଧାରଣ ମନୁଷ୍ୟ କିଛି ଆର ନାହିଁ। ମାନେ ସେ ଚିନ୍ତା କରୁଛି ତାର ୱାଇଫ ତାକୁ କହିଲେ ମଧ୍ୟ ସେ ମାନିଲା ନାହିଁ। ତେଣୁ ଏଇଠି ଆମମାନେ କଣ ବୁଝିପାରବା ଏବେ ଏବେ ଏଇଠି ଏଇ ଗୋଟେ ଜାଗାରେ ଯେହେତୁ ଲେଖା ହେଲା ଆମମାନେ ଏବେ ବୁଝିବାକୁ ହବ। ଯିହୁଦୀ ମାନେ ପଢିଲେ ଯିହୁଦୀ ମାନେ ସବୁ ଭାଷା ଜାଣିନାହାନ୍ତି। ହ୍ୟାଲୋ ଏଠି ଯୋଉ 3ଟା ହଁ ଭାଷା ଲେଖା ହେଇଛି ଯିହୁଦୀ ମାନେ ହଁ ସବୁ ଭାଷା ଜାଣିନାହାନ୍ତି। ହଁ ହଁ ଗ୍ରୀକ ଜାଣିଛନ୍ତି ଏବ୍ରି ଜାଣିଥିବେ କିନ୍ତୁ ଲାଟିନ ଜାଣିନଥିବେ। ମାନେ ସବୁ ଭାଷା ସମସ୍ତେ ଜାଣିବେ ନାହିଁ। ଏଇ ଯୋଉ କ୍ରୁଶର ଉପରେ ଲେଖା ହେଲା ତ କୋଉଠି ଲେଖା ହେଲା ଏଇ ଯୋଉ ଲେଖା ହେଲା 19ରେ ଯୋଉ ଲେଖା ହେଲା କଣ ଲେଖା ହେଲା ଯେ ନାଜରିତ ଯୀଶୁ ଯିହୁଦୀ ମାନଙ୍କ ରାଜା ବୋଲି ଗୋଟେ ଲେଖା ହେଲା। ଏଇଟା ଆମେ ଏନରି ବୋଲି ଆମେ ସବୁ କ୍ରୁଶ ଉପରେ ଦେଖୁଛୁ। କିନ୍ତୁ ଅନ୍ୟ ଯୋଉ 2ଟା ଭାଷାରେ ଲେଖା ହେଲା ସେ ଯୋଉ ଅନ୍ୟ ସୁଷମାଚାର ଲେଖା ହେଇଛି ସେଟା ଲେଖା ହେଲା। ବୁଝି ହେଲା ନା ବୁଝିପାରୁନ? ହଁ 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 ତ ସାର୍ ଆଉ ଥରେ ଟିକେ କୁହନ୍ତୁ ସାର୍ ଆଉ ଥରେ କୁହନ୍ତୁ। ତାମାନେ ସବୁ ଯାକ ଠିକ ଆଉ ସେ ଯୋଉଟା ଯୋଉଟା ଲେଖା ହେଇଛି ସବୁ ଯାକ ଠିକ। ହଁ ଠିକ ଲେଖା ହେଇଛି କୋଉଟା ଠିକ ମାନେ ଲେଖା ମିଥ୍ୟା ହେଇଛି। ଲେଖା ହଁ ତ କିଏ ଏଇନାହିଁ କୋଉଟା ଲେଖିଲା ଆଉ ହଁ ଠିକ ଅଛି। ହୁଁ ତେଣୁ ଆଚ୍ଛା ଚନ୍ଦ୍ରକାନ୍ତ ହଁ ସାର୍ 4ଟା ସୁଷମାଚାରରେ ଭିନ୍ନ ଭିନ୍ନ ଲେଖା ହେଇଛି। ଗୋଟେ ବୋର୍ଡରେ ଯେତେବେଳେ ଲେଖା ହେଲା ସେଟା ଯୁକ୍ତି କରାହୁଏ। ତମେ ସବୁ ଯୁକ୍ତି ଜାଣିନ ବହୁତ ଯୁକ୍ତି ମୁଁ ଜାଣିଛି। ତେଣୁ ଏଇ ଗୋଟେ ଯୁକ୍ତି ଗୋଟେ ଜାଣିଥାଅ ମାନେ ବାଇବଲକୁ କେମିତି ମିଥ୍ୟା ବୋଲି ପ୍ରମାଣ କରିବା ପାଇଁ ଗୋଟେ ପଠାଣ ଅଛି
ଏଇଟା ହିଁ କରେ ଆଉ ଜଣେ ମାନେ ଅନେକ ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ଏଇ ଯୋଉ ଲେଖିଲା ବେଳେ ଏମିତି ଲେଖି ଦିଅନ୍ତି ଏଠି ଏମିତି ଲେଖା ଆ, ସେ ତ ସେଟା ଯେତେବେଳେ ଜାକିର ନାୟକ ତ ନାଇଁ 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 ଜାକିର ନାୟକ ନାଇଁ ହଁ। ଜାକିର ନାୟକ ଟୁ ବଡଟା ଗୋଟେ ଅଛି। ଜାକିର ନାୟକ କିଛି ନାହିଁ ଓହୋ ଜାକିର ତାଠୁ ନାୟକର ଆହୁରି ବଡ। ତାଠୁ ଆର ବଡଟା ଅଛି ମାନେ ତାଠୁ ବଡ ଅଛି ତ ଜାକିର ନାୟକର ମାନେ ଜାକିର ନାୟକ ମାନେ ଗୋଟେ ଲୋକ ତମେ ଦେଖିବ ସେ କଣ କରିବ ତାର ବହୁତ ଲୋକ ବସିଥିବେ ସେ କହୁଥିବ ଆଉ ଜଣେ ଯେତେବେଳେ ହଁ କହିବ ସେ ଦେଖାଇ କରି ଆଉ ତାକୁ ଆଟାକ୍ କରିବ ସେ ଆଉ ସେ ହଁ ଯେତେବେଳେ ଆଉରି ଥର ପ୍ରଶ୍ନ ପଚାରିବ ସେ ସୁଯୋଗ ଦେବ ନାହିଁ ତାକୁ 1 କି 2 ମିନିଟ୍ ଦବ କିନ୍ତୁ ଏ ବହୁତ ସମୟ ସେ କହିବ ସେଇଟା ହେଲା ଜାକିର ନାୟକର ଅଭ୍ୟାସ। ଜାକିର ନାୟକ ମାନେ କେବେ ବି ମୁହାଁମୁହିଁ ଭାବରେ କେବେ ଯୁକ୍ତି ତର୍କ ସେ କରିବ ନାହିଁ। ଅନ୍ୟ ମୁସଲିମ ଲୋକ ଅଛନ୍ତି ସେମାନେ ମୁହାଁମୁହିଁ ଯୁକ୍ତି ମାନେ ଯୁକ୍ତି କରନ୍ତି ସେଟା ଭଲ କିନ୍ତୁ ସେ କରିବ ନାହିଁ। ସେ ଖାଲି ଗୋଟେ ବଡ ଇଏରେ କରିବ ପଠାଣ ଲୋକ ସବୁ ଜମା ହେଇଥିବେ ସେମାନେ ଖ୍ରୀଷ୍ଟିଆନ ମାନଙ୍କୁ ଇଏ କରିବା ପାଇଁ ସେମାନେ କରନ୍ତି ମାନେ ଯୀଶୁ ଖ୍ରୀଷ୍ଟ ପରିତ୍ରାଣ କର୍ତ୍ତା ନୁହନ୍ତି ତାଙ୍କର ବଳି ସେ ପୁନରୁତ୍ଥାନ ହେଇନାହାନ୍ତି ସେ କଥା ସେମାନେ କହିବା ପାଇଁ ଇଚ୍ଛା କରନ୍ତି ଯେହେତୁ ମୁସଲିମର ସେଇଟା ଗୋଟେ ବଡ ଅସ୍ତ୍ର ସେମାନେ ଧରିଛନ୍ତି ତେଣୁ ଇଏ ତାଙ୍କୁ ସାହାଯ୍ୟ କରୁଛି ତ ତାର ଯୁକ୍ତିକୁ ଆମେ ଆରାମରେ ଖଣ୍ଡନ କରିହେବ ମାନେ ସବୁ ମିଥ୍ୟା ମୁସଲିମ ମାନଙ୍କର ବି ଆରାମରେ ଖଣ୍ଡନ କରିହେବ ତ ଆମେ ସେ ଭିତରେ ଯିବା ନାହିଁ ଆମେ ତାଙ୍କର ମିଥ୍ୟା ଶାସ୍ତ୍ରକୁ ଆମେ କାହିଁକି ଇଏ କରାର ଅଛି କିନ୍ତୁ ଏତିକି ମନେ ରଖା ହବ ଚନ୍ଦ୍ରକାନ୍ତ ଯେ ଯେତେବେଳେ ଗୋଟେ ବୋର୍ଡ ଲେଖା ହେଇଛି ଗୋଟେ ବସ ରେ ଯାଉଛ ଭୁବନେଶ୍ୱର ଲେଖା ହେଇଛି ଯେତେ ଲୋକ ଗଲେ ସେ ମାନେ ବୋର୍ଡକୁ ପଢିଲା ଭୁବନେଶ୍ୱର ହିଁ ପଢିବେ ଆଉ ତମେ ଯେତେବେଳେ ବାହାରେ ଲେଖିବ ଗୋଟେ ଚିଠିରେ ମୁଁ ଭୁବନେଶ୍ୱର ବସରେ ଆସିଲି ବୋଲି ଲେଖିବ ତମେ ହେଲା ତ ତମେ ସେଠି କେବେ ଲେଖିବ ନାହିଁ ଅନ୍ୟଟା ଗୋଟେ କଣ ଲେଖିବ ନାହିଁ ଯେ କହିବା ମାନେ କହିବା ଯେ କଣ କହିବା ଟେମ୍ପୁଲ ସିଟି କହିବେ ମନ୍ଦିର ନଗର ଭୁବନେଶ୍ୱର ବୋଲି ତମେ କହିବ ନାହିଁ ତମେ ଯେହେତୁ ଗୋଟେ ବୋର୍ଡରେ ପଢିଲ ସେଇଟା ହିଁ ତମେ ଲେଖିବ ତ ଅନେକ ଲୋକ ଯୁକ୍ତି କରନ୍ତି ସୁଷମାଚାରରେ ଯୀଶୁଙ୍କର ଯୋଉ ବୋର୍ଡ ଲେଖା ହେଇଥିଲା ମାଥ୍ୟୁ ଗୋଟେ ପ୍ରକାର ଲେଖୁଛନ୍ତି ଲୋକ ଲେଖୁଛନ୍ତି ଜହନ ଗୋଟେ ପ୍ରକାର ଲେଖୁଛନ୍ତି ତ ବୋର୍ଡଟା ତ ଚେଞ୍ଜ ହେବ ନାହିଁ ସେମାନେ ଯୁକ୍ତି କରିବେ ତେଣୁ ସେଇ ଯୁକ୍ତିକୁ ଆମେ ତ ଖଣ୍ଡନ କରା ପାଇଁ ନାହିଁ ବୁଝିବା ପାଇଁ ଆମକୁ ପ୍ରଭୁ କଣ କରିଛନ୍ତି ଏଇଟା ଦେଇଛନ୍ତି ଯେ ଗୋଟେ ଭାଷାରେ ଲେଖା ହେଲା ନାହିଁ ଭିନ୍ନ ଭିନ୍ନ ଭାଷାରେ ଲେଖା ହେଲା ଆଉ ଏଇଟା ପରିହାସ ପାଇଁ ଲେଖା ହେଇଥିଲା ତ ସେଇଟା ଆମେ କୋଉଠି ଏମିତି ଲେଖା ହେଇଥିଲା କୋଉଠି ସେମିତି ତ ଲେଖକ ମାନେ ସେମିତି ଲେଖିଛନ୍ତି ଯୋଉଟା ତାଙ୍କୁ ହେଲା ସେଇଟା ଲେଖିଲେ ତେଣୁ ଗୋଟେ ଭାଷାରେ ଲେଖା ହେଇନି ସେଟା ଚିନ୍ତା ସେଇଟା ଆମେ ବୁଝିପାରବା ଯୋଉମାନେ ଆମକୁ ଯୁକ୍ତି କରିବେ ତାଙ୍କୁ ଆମେ ସେମିତି ବୁଝାଇ ପାରବା ଆଉ ଆମେ ମଧ୍ୟ ବୁଝିପାରବା ନହେଲେ ଆମେ ମଧ୍ୟ ଏଠି କଣ ହବ ସନ୍ଦେହରେ ପଡିଯିବ ଆରେ ବୋର୍ଡଟା କେମିତି ଏମିତି ଏମିତି ହବ ତେଣୁ ଯଦି ବୁଝିନ ଏବେ ବି ବୁଝିନ ବୋଲି କହିଲେ ନୂତନ ତମେ ବୁଝିଲ କି ହଁ ବୁଝିଲି ସାର୍। ଚନ୍ଦ୍ରକାନ୍ତ ତମେ ବୁଝିଲ ନା ନାଇଁ ହଁ ସାର୍ ବୁଝିଲି ହେଲେ ଏଇ ଯୋଉ ମାଥ୍ୟୁ ଆଉ ମାର୍କ ଲୁକ ଏମାନେ ଅଲଗା ଯୋଉ ଆମର 3ଟି ଭାଷା ଯୋଉଟା ଲେଖା ହେଇଛି ସେ 3ଟି ଭାଷା ମଧ୍ୟରୁ ଅଲଗାଟା କୋଉ ଭାଷାଟା ସେଇଟା ଲେଖିଛନ୍ତି। ହଁ ସେତିକି ମନେ ରଖ ସେଇଟା ହଁ ସାର୍ ତ ସବୁ ସମାନ ଲେଖା ହେଇ ନଥିଲା ବୁଝିପାରୁଛ ପରିହାସ ପୂର୍ବକ ସବୁ ଲେଖିଲେ ଆଉ ସେମାନେ କହିଲେ ଏଇଟା ଚେଞ୍ଜ କର ବୋଲି ସେ ଚେଞ୍ଜ କଲା ନାହିଁ ଠିକ ଅଛି ଶିବାନୀ ବୁଝିଗଲ କି ଆଜ୍ଞା ଆଉ କିଏ ବୁଝିନ ତ ଆଜି ଆମେ ମାଥ୍ୟୁ 2 ଅଧ୍ୟାୟ ଶେଷ କଲୁ ମାଥ୍ୟୁ 1 ଅଧ୍ୟାୟ କଣ ରାଜାଙ୍କର ଆଦ୍ୟ ମାଥ୍ୟୁ 2 ଅଧ୍ୟାୟ ହେଲା ରାଜାଙ୍କର ଆରମ୍ଭ କେମିତି ତାଙ୍କ ଆରମ୍ଭ ତାଙ୍କର ହେଲା ତାଙ୍କର ଆଦି କେମିତି ଥିଲା ସେ ଅବ୍ରାହ୍ମଙ୍କର ସନ୍ତାନ ଦାଉଦଙ୍କ ସନ୍ତାନ ତାଙ୍କର ଆଦି ସେଇଟା ତାଙ୍କ ଆଦ୍ୟରେ ତାଙ୍କ ବିଷୟରେ ଲେଖା ହେଇଥିଲା ଦେଖ କନ୍ୟା ଗର୍ଭବତୀ ହେବେ ପୁତ୍ର ପ୍ରସବ କରିବେ ତାଙ୍କର ଆଦି ତାପରେ 2ରେ କଣ ହେଲା ତାଙ୍କର ଆରମ୍ଭ ହେଲା ସାର୍ ସେ ତ ନାଜରିତ କଣ ନାଜରିତ ବୋଲି ଖ୍ୟାତ ହେଲେ ସେଇଟା କେମିତି ସମସ୍ତ ଭାବବାଦୀଙ୍କ ଦ୍ଵାରା ପ୍ରମାଣ ଖ୍ୟାତ ହଉଛନ୍ତି ସେଇଟା ଟିକେ ଦେଖିବାର ଥିଲା କି କାହିଁକି ଦେଖିବ ତମେ ନିଜେ ତମେ ବାଇବଲ ଅଛି ମୁଁ ଏବେ ତମକୁ କହିଦଉଛି ବାଇବଲ ଯେହେତୁ ତମ ପାଖରେ ଅଛି ତମେ ନାଜରିତ୍ୟ ବୋଲି ଯେତେବେଳେ ମାରିଦବ ଆସିଯିବ ଆଉ ସବୁ ଭାବବାଦ ଯୋଉ ଯୋଉଠି ଅଛି ତମେ ସେଟା ଦେଖିଦେଇ ପାରବ ନା ପାରବ ନା ଏଇଟା ମୋବାଇଲରେ ମୁଁ ଜାଣିନାହିଁ ସାର୍ ଅପରେଟିଂ
ନାଇଁ ନାଇଁ ମୋବାଇଲରେ ଜାଣିନ କିନ୍ତୁ ଏଟା ବହୁତ ସହଜ ମୋବାଇଲରେ ମଧ୍ୟ ତୁମେ ଇଂଲିଶରେ ଲେଖିଦେଲେ ନାଜରିତ ବୋଲି ଲେଖିଦେଲେ ଆସିଯିବ। ସେଟା ଏଟା କୋଉଠି ଲେଖା ବେଶୀ ୟୁଟ୍ୟୁବରେ ନା ହୁଁ ବାଇବଲରେ ନା କୋଉଠି ସାର୍ ଲେଖା ହୁଏ? ୟୁଟ୍ୟୁବରେ ଲେଖିଲେ ଆଇବ ନାହିଁ, ସେଟା ଗୁଗୁଲରେ ଲେଖିବାର ଅଛି। ଗୁଗଲ। ଗୁଗୁଲରେ ତମେ ଲେଖିଲେ ଆସିବ। ମୁଁ ଯେମିତି ସେଦିନ ତମକୁ ଯୋଉଟା କହିଲି ବାକ୍ୟ ଯୋଉଟା ମାନେ ଉପସ୍ଥିତ ହେଲା ଯୋଉଟା ହଁ ମୁଁ କହିଲି କଣ ମୁଁ ସବୁ ପଦ ମନେ ରଖିଛି କି? ସେମିତି ଆମେ ମାନେ ଗୋଟେ ଜାଗାରେ ରଖିଛୁ ପଢିଦେଲୁ ହେଲା। ହଁ ଆଉ ମୁଁ ଆଣ୍ଡରଲାଇନ କରିଦେଇଛି ଖୋଲିଲେ ଦେଖାଯିବ ମୁଁ କହିଦେବି। କିଛି ଗୋଟେ ସୂତ୍ର ନଥିଲେ ଏତେ କଥା ମନେ ରଖିହବ ନାହିଁ ନା। ହବ ନାଇଁ ସାର୍। ହଁ ଯୋଉଟା ମେନ୍ ଆମେ ମନେ ରଖିବୁ ଏତେ ସବୁ ମନେ ରଖିବା ଦରକାର ନାହିଁ। ତ ତମେ ଯେତେବେଳେ ମାରିଦବ ନାଜରିତ ତମେ ଯେତେ ଜଣ ଅଛ ପଢବା ପାଇଁ ଶିଖ ଏଇଟା ବହୁତ ଇଜି। ସବୁଠୁ ଇଜି ଏଇଟା ଯଦି ଜାଣବ ତ ତମକୁ କିଛି ଅସୁବିଧା ହବ ନାହିଁ, ମାନେ ବାଇବଲ ଜାଣିବା ପାଇଁ କିଛି ଅସୁବିଧା ହବ ନାହିଁ। ତମକୁ କେହି ଯୋଉ କଷ୍ଟ ପାଠଟା ତମେ ବୁଝିଗଲ, ବୁଝିଲ କଷ୍ଟ ପାଠ ହେଲା ଯେ ଏଇଟା ଲେଖା ହିଁ ନାହିଁ ବୋଲି ଲୋକ ସନ୍ଦେହ କରୁଥିଲେ, ତ ସେଇ ପାଠଟା ତମେ ବୁଝିଗଲ। ଏଠି କଣ ସବୁଠି ଜଣେ ଜଣେ ଭାବବାଦୀ ଲେଖା ହେଇଛି, ଏଠି କଣ ସାମୂହିକ ଗୋଟେ ଭାବବାଦୀ ଗୋଟେ ପୁରା ଦଳକୁ ଲେଖା ହେଇଛି। ହୋଲ ଓଲ୍ଡ ଟେଷ୍ଟାମେଣ୍ଟରେ ଯେତେ ନାଜରିତ ଲେଖା ହେଇଛି ସେଇଟାକୁ ଧରିକରି ସେଇଟା କରାହେଇଛି। ଠିକ ଅଛି। ହୁଁ ଠିକ ଅଛି ସାର୍। କଣଟା ଆର ଅସୁବିଧା ହଉଛି କୁହ? ନାଇଁ କିଛି ନାହିଁ ସେଇଟା ସେ ନାଜରିତ୍ୟ ସମସ୍ତ ସବୁ ଭାବବାଦୀ ମାନେ କୁକୁଡି କହିଛନ୍ତି ସେଟା ଟିକେ ଦେଖିବା ବୋଲି କହୁଥିଲି ଯେ ଏବେ ଆପଣ କହିଦେଲେ ଆମେ କାଟିଦବା କିଛି ଅସୁବିଧା ନାହିଁ। ମୁଁ କହିଲେ ତମେ କାଢିଦବ ନା ନାଇଁ ସେଇଟା ସେଇଟା ସବୁଠୁ ବେଷ୍ଟ। ମୁଁ ଏଇଟା କହିଦେଲି ତ ତମେ ବୁଝିଗଲ। ତମେ ଯେବେ ବି କାଢ ଏବେ ତମକୁ ବୁଝିଗଲ ଅସୁବିଧା ହେଲା ନାହିଁ। ହଁ ନାଇଁ ବୁଝିଗଲି ସାର୍ ହୁଁ ଠିକ ହେଲା। ତମକୁ ଏବେ କଣ ମାନେ ରେଫରେନ୍ସ ଦରକାର ସେଇଟା ତ? ହଁ ହଁ ସେଇଟା ମୁଁ କହିଲି ରେଫରେନ୍ସ ମୁଁ କହୁଛି କାହିଁକି ରେଫରେନ୍ସ ଦେଖବ ରେଫରେନ୍ସ ତମେ ଆରାମରେ ପାଇଯିବ। ଯଦି ତମକୁ ବେଶୀ କଷ୍ଟ ହେଲା ଖୋଜି ପାରିଲ ନାହିଁ ବୋଲେ ମତେ ପଚାର କାହିଁକି ବୋଲେ ସବୁ ହଉ ତମେ ହଉ ଟିକେ ପରିଶ୍ରମ କର ନା ତମେ ବି ଟିକେ ହଉ ପରିଶ୍ରମ କର ନ ନାଇଁ। କଣ କରୁଛୁ ସାର୍? ନା ନାଇଁ ଠିକ ଠିକ। ସାର୍ ମୁଁ ବି ଯେମିତି ଜଟିଳ ଏକା ପଢିଥିଲି ସାର୍। ହଁ ହଁ ମତେ ଜଣେ କଣଟା ପଚାରିଥିଲା ଯେ ଆଉ ହଁ ଗୋଟେ ଜାଗାରେ ଜଣଙ୍କର ମାନେ ଅନ୍ଧଭିକ୍ଷୁକ ଜଣଙ୍କର ଲେଖା ହେଇଛି ଆଉ ଗୋଟେ ସୁଷମାଚାର 2 ଜଣଙ୍କର ଲେଖା ଅଛି ତେବେ ପବିତ୍ର ଆତ୍ମା ନାଇଁ କି ଅଲଗା ଅଲଗା ବିଷୟ କହିଲା କି ବୋଲି ଜଣେ ମତେ ପଚାରିଥିଲି ଆଉ। କୋଉଟା କୋଉଟା ଆଜି ସେଇଟା ନାଇଁ କି ଆମର ସେ ଗରାସୀ ଅଞ୍ଚଳର ଭୂତ ବିଷୟରେ 2 ଜଣ ମାଟିରେ ଗୋଟେ ପ୍ରକାର ଅଛି ମାର୍କରେ ଗୋଟେ ପ୍ରକାର ସେଇଟା ତ? ହଇ ସାର୍ ହଁ ସାର୍ ହଁ 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 ମୁଁ ବି ଆଜି ସେଇଟା ଟିକେ ପୁରା କ୍ଲିୟର ହେଇଗଲୁ ଆଉ। ସାର୍ ଆଉ ଗୋଟେ ଆମର ପ୍ରଥମ ଯୋହନ 3 ଅଧ୍ୟାୟରେ ଅଛି ବୋଧେ ନାଇଁ ନାଇଁ 5 ଅଧ୍ୟାୟରେ ଅଛି ଯେ ଏଇ ପ୍ରକାର ପାପ ଯୋଉଟା କି ମୃତ୍ୟୁ ନାହିଁ ବୋଲିକି ଅଛି ନାଇଁ ସାର୍? ମୃତ୍ୟୁଜନକ ପାପ ଅଛି। ହଁ ସେଇଟା ହୁଁ ସେଇଟା କଣ ସେ ପାପ କଣ ସେ କଣ ବୁଝିପାରିବା ଟିକେ? ସେଟା ତମେ 2ଟା 3ଟା ୟୁଟ୍ୟୁବ ଦେଖ ଗୋଟେ ହେଲା ରାଜୀବ ଦାନିଏଲ ର ଆଉ ଗୋଟେ ହେଲା ଜିତୁ ଲିମାର ନାଇଁ ଦେଖୁନୁ ଆଉ ନିରଞ୍ଜନ ବୁଝି ହଉ ନାହିଁ ତାଙ୍କର ନିରଞ୍ଜନ କଥା। ନୂତନ ଆଁ ଆଜ୍ଞା ଦେଖ ଦେଖ ଦେଖ। ନାଇଁ ନାଇଁ ବୁଝି ହଉନାହିଁ ତାଙ୍କର ଦେଖିଲେ ବୁଝି ପାରୁନାହିଁ ଉଲଟା କହୁଛନ୍ତି। ନାଇଁ ସେମାନେ ଗୋଟେ ବିଷୟକୁ 2-3 ଘଣ୍ଟା ବୁଝାଇବେ। କିନ୍ତୁ କୋଉଠି ସାର୍ ବୁଝାଉନାହାନ୍ତି ବୁଝାଇ ପାରିବେ ନା ସେଟା ହେଲା ବହୁତ ବଡ ବିଷୟ ସେମାନେ ଏମିତି ମଜା ମଜା କଥା କହି ଆଉ ମନକୁ ଆନନ୍ଦିତ କରିବେ ମନୋରଞ୍ଜନ କରିବେ କିନ୍ତୁ ସତ୍ୟତା କହିପାରିବେ ନାହିଁ ସେଇଟା ତ ଚାଲିଛି ଆଜିର ବଡ ବିଷୟ। ତାଙ୍କୁ କିଏ କିଛି କହିଦେଲେ ତ ଇଏ ବହୁତ ପଣ୍ଡିତ ବୋଲି କହୁଛନ୍ତି ସାର୍ ଆଉ। ଯେ କହିବା ଦରକାର ନାହିଁ ମୁଁ ତାଙ୍କୁ ଇଏ କରୁନି ସେମାନେ ଜାଣିଛନ୍ତି ବାକ୍ୟ କିନ୍ତୁ ବାକ୍ୟକୁ ଠିକ ଭାବରେ ନ କହି ଅନ୍ୟ ବିଷୟ ଗୁଡାକ କହିବା ସେଇଟା ଆମେ ପସନ୍ଦ କରୁନୁ ଯୋଉଟା ଲେଖା ହେଇ ସେଇଟା ପ୍ରଥମରେ କୁହ। ଏବେ ଯୋଉ ଥିଓଲୋଜି ହେବ ସେଠି ଏଇଟା ବେଶୀ ଗୁରୁତ୍ୱ ଦିଆହବ ଏଇ ଯୋଉ ମାନେ 10, 11, 12ରେ। ହୁଁ ହୁଁ ଶାସ୍ତ୍ର ମାନେ କୋଉଟା ପ୍ରକୃତ ଶାସ୍ତ୍ର ଯୋଉଟା ସେଇଟା।
ମାନେ ସେଇଟା ନ ଜାଣିଲେ କଣ ହବ, ଅସୁବିଧା ହବ। ହଁ ଠିକ। ମାନେ ବିଭିନ୍ନ ମାନେ ପୃଥିବୀରେ ଏତେ ଶିକ୍ଷକ, ଏତେ ଶିକ୍ଷା, ଏତେ ପ୍ରଚାର ଚାଲିଛି, କନଫ୍ୟୁଜ ହେଇଯାବ। ସେଥିପାଇଁ କନଫ୍ୟୁଜ ଯେତେ ପର୍ଯ୍ୟନ୍ତ ଆମେ ବଦ୍ଧମୂଳ ହେବା ନାହିଁ ଶିକ୍ଷାରେ, ଦୃଢ ଭାବରେ ଠିଆ ହବା ନାହିଁ ଗୋଟେ ମାନେ ବାଇବଲ ଶିକ୍ଷାରେ, ତେବେ ଅସୁବିଧା ହବ। ଏବେ ମୁଁ 1 2 କହିଲି ହେଲା, ମୁଁ ଆହୁରି ମାନେ ଇଚ୍ଛା କଲେ କେତେ କଥା କହିବି, କିନ୍ତୁ ଦରକାର ନାହିଁ। 2 ଅଧ୍ୟାୟରେ ଯେତେ କଥା ଆମର କହିବାର ଥିଲା ସରିଗଲାଣି, ତ କଠିନ ବିଷୟ ବି ସରିଗଲାଣି, ତ ଆମକୁ ଆଉ କିଛି ବେଶୀ ଦରକାର ନାହିଁ। ମୁଇଁ ମିଶର କଥା ବେଶୀ କହିବା ଦରକାର ନାହିଁ। ସେ ଗଲେ ସେଟା ବୁଝିଗଲୁ ଆମେ, ସେତିକି ଯଥେଷ୍ଟ। ଆମର ବୁଝିବାର କଣ ଅଛି, ମିଶର ଗଲେ, ମିଶର ତାଙ୍କୁ ଆହ୍ୱାନ କଲେ, ସେତିକି ବୁଝିଲେ ହେଲା। ତାକୁ ଶିକ୍ଷା ଦେବା ପାଇଁ ମୁଁ ବହୁତ କଥା କହିପାରିବି, କିନ୍ତୁ ମତେ ସେଟା ବୁଝିବାକୁ ହବ ଯେ ସେ ମିଶରକୁ ଗଲେ। ମୁଁ କହିଲି ନାଇଁ ସେଠି ତାକୁ ସୁନା ମିଳିଥିଲା, ସେଠି ଗଲେ ତାଙ୍କର ଅଭାବ ସବୁ ମେଣ୍ଟିଗଲା। ମୁଁ କହିଲି କିନ୍ତୁ ସେଟା ଲେଖା ହେଇନାହିଁ, ଲେଖା ହେଇନାହିଁ, ତ ସେଟା ମତେ ବେଶୀ ଜାଣିବା ଦରକାର ନାହିଁ। ବା ଏଟା ଗୋଟେ ନୂଆ କଥା କହିଲେ ସେଟା ଭାବ ନାହିଁ, ଏ ନୂଆ କଥାକୁ ଭାବ ନାହିଁ, ବୁଝିପାରୁଛ ଚନ୍ଦ୍ରକାନ୍ତ? ସାର୍ ଏଇ ଯୋଉ ନୂଆ କଥା ମୁଁ ଯୋଉଟା କହିଲି ସେଟା ତମେ ବେଶୀ ଗୁରୁତ୍ୱ ଦିଅ ନାହିଁ। ବାଇବଲରେ ଯୋଉଟା ଲେଖା ହେଇଛି ସେଟା ତୁମେ ଗୁରୁତ୍ୱ ଦବ। ଏଇଟା କହିଲେ ଏଟା ଠିକ ବୁଝାଇଲେ କି ନାହିଁ, ବୁଝିଲୁ କି ନାହିଁ, ଆମେ ସେଟା ଦେଖା। ଏବେ ହଉ ଆଜି ସାର୍ ଏଫିସିଓ ଦେଖିଲୁ, ପୂର୍ବେ ବୋଲି ଦେଖିଲୁ, ସେଟା ତମେ ଚିନ୍ତା କରିବ ଯୋଉଠି ଲେଖା ହେଇଛି ସେଟା କୁହାହଉଛି। ତ ସେଇଟା ଯଦି ତମେ ବୁଝିଯିବ କିଛି ଅସୁବିଧା ହେବ ନାହିଁ। ଓକେ। ଆଜିକାଲି ପ୍ରାୟ ସାର୍ ସେ ସିନୋପ୍ଟିକ ଗସ୍ପେଲ ନାହିଁ ବିରୋଧାତ୍ମକ ସମାଚାର ବିଷୟରେ ପ୍ରାୟ କୁହାହଉଛି ତ। କଣ କହୁଛନ୍ତି? ବୋଲେ ସିନପ୍ଟିକ ହଁ ସାର୍ କୁହନ୍ତୁ। ସିନପ୍ଟିକ ଗସ୍ପେଲ ମାନେ 3ଟା ଲୋକଙ୍କର ମତ କଣ, ମାର୍କ ପ୍ରଥମେ ଲେଖିଲେ ହେଲା, ଆଉ ମାର୍କ ଠାରୁ ସଂଗ୍ରହ କଲେ କିଏ, ମାଥ୍ୟୁ ଆଉ ଲୁକ। ଏମିତି ଚିନ୍ତା ଦିଅନ୍ତି ଯୋଉଟା କି ବାଇବଲରେ ନାହିଁ। ଆମେ ସେ କଥା ବିଶ୍ୱାସ କରିବା ଦରକାର। ସିନପ୍ଟିକ ବୋଲବା ଠି ଆଣିବା ଦରକାର ନାହିଁ, ବୁଝିପାରୁଛ? ଆଜ୍ଞା ସିନପ୍ଟିକ କହିଲେ ମାନେ ଯୋଉ ଅର୍ଥରେ ଅଛି ସେ ଅର୍ଥକୁ ଲୋକ ବ୍ୟବହାର କରୁନାହାନ୍ତି। ସିନପ୍ଟିକ କହିଲେ ସମଭାବରେ ଦେଖିବା, ବୁଝିପାରୁଛ ତାର ଅର୍ଥ? ଏବେ ଆମର ଅଛି ସେଟା ଥିଓଲୋଜି, ସେଟା ଅଛି ଏବେ କୁହାହବ ସମାନ ଭାବରେ। ମୁଁ ଗୋଟେ ଥିଓଲୋଜି ପଢିନାହିଁ ମୁଁ, କିନ୍ତୁ ସିନପ୍ଟିକ କହିଲେ କିନ୍ତୁ ଆଜି କଣ ବୁଝୁଛନ୍ତି, ମାର୍କ ଲେଖିଲେ ପ୍ରଥମରେ, ମାର୍କ ଠାରୁ ଉଦ୍ଧାର ଆଣିଲେ ମାଥ୍ୟୁ, ଆଉ 80% ଉଦ୍ଧାର ଆଣିଲେ 80% ସେମିତି ବୁଝୁଛନ୍ତି। ସେଇଟା ହେଲା ଭାରି ଡେଞ୍ଜର। ତ ସେମିତି ହେଲେ ତ ପବିତ୍ର ଆତ୍ମା ଲେଖା ହେଇନାହାନ୍ତି, ସେମିତି ହେଲେ ତ ସମସ୍ତେ ସମାନ ଲେଖି ଦେଇଥାନ୍ତେ। ତମେ ଯୋଉଟା କହିଲ ଏବେ ଯେ ସେଠି ଗୋଟେ ଭୂତ, ଏଠି 2ଟା ଭୂତ, କପି କଲେ ତ ସମାନ ଲେଖି ଦେଇଥାନ୍ତେ। ନକଲ ହେଇନାହିଁ ନା, ଏଇଟା ନକଲ ନୁହେଁ। ସେମିତି ମାନେ ସିନପ୍ଟିକ କହିଲେ ଗୋଟେ ସମାନ ଭାବ, 3ଟା ଲେଖକ ସମାନ ଭାବ, ଜହନ ଗୋଟେ ଅଲଗା ଲେଖିଛନ୍ତି, ସେଇଟା କହିଲେ ଠିକ ଅଛି। କିନ୍ତୁ ଦେଖା ଦେଖି ଲେଖିଲେ, ଉଦ୍ଧାର ନେଲେ, ଏ ଶବ୍ଦ ଗୁଡାକ ଭଲ ନାହିଁ। ବୁଝିପାରିଲ? ଆଜ୍ଞା ହଁ। ଏଇଟା ମାନେ ଭାରି ଡେଞ୍ଜର। ମାନେ ଥିଓଲୋଜି ମୁଇଁ ପଢିଥାନ୍ତି, ମତେ ଅଫର ବି ମିଳୁଥିଲା, ପଢିଲି ନାହିଁ ମୁଇଁ, କିନ୍ତୁ ନ ଯାଇକରି ଭଲ ହେଇଛି। ଯାଇଥିଲେ ମୁଇଁ ବି ସେଇ ଢାଞ୍ଚାରେ ହିଁ ବଢିଥାନ୍ତି। ଆଜି ତମକୁ ଅଳ୍ପ ଲୋକ ମୁଁ ଏତିକି କହିନଥାନ୍ତି, ଆଉ ତମେ ଯେତିକି ଆସୁଛ, ମୁଁ ବେଶୀ ଉତ୍ସାହିତ ହେଇ କହୁନାହିଁ, ମାନେ ଲୋକ ସଂଖ୍ୟା ଅନୁସାରେ ନାହିଁ। ମୋର ଯେତିକି ଜାଣିଛି, ମୋର ରିପିଟ ହଉଛି, ମୋର ମନେ ପଡୁଛି, ସେଟା ମୁଁ କହୁଛି। ମାନେ ଏଇଟା ମୁଇଁ ଲେଖିକରି କହୁନାହିଁ, କିଛି ନାହିଁ। ସେମିତି ମୁଁ ଯେତିକି ଜାଣିଛି ସେଟା ମୋର ମନେ ଅଛି କି ନାହିଁ, ମୋର ରିପିଟ ହଉଛି କି ନାହିଁ, କେତେଟା ମୁଁ ଭୁଲି ଯାଉଛି କି, ସେଟା ମୋର ପାଇଁ ଲାଭ ହଉଛି। ତମ ପାଇଁ ତ ଲାଭ ହେଇପାରେ, ହେଇନପାରେ, କିନ୍ତୁ ମୋର ପାଇଁ ସେଟା ଲାଭ ହଉଛି। ବୁଝୁଛ ବହୁତ ଲାଭ ହଉଛି ସାର୍, ବହୁତ ଲାଭ ହଉଛି ଆମ ପାଇଁ। କମଳ ବୁଝିପାରୁଛ କି? ବୁଝି ହଉଛି ଯେ ସେ ଯୋଉ ପବିତ୍ର ଆତ୍ମା ତ ଡାଇରେକ୍ଟ କହିଛନ୍ତି ଯେ ଏଇ ସେମ ଜିନିଷ ଯାକକୁ ମାନେ ଆର୍ ମାନେ ଏଇ ଯୋଉ ସମସ୍ତଙ୍କ ଥ୍ରୋରୁ କହିକି ତାକୁ ବାଇବଲ ରେ ସ୍ଥାନ ଦେଇକିରି ବଡ କରିବାଟାର କଣ ମାନେ ଇଏ ତାର ତାଙ୍କର ଉଦ୍ଦେଶ୍ୟ କଣ ହବ? କୋଉଟା? ଏଇ ଯୋଉ ଏବେ ଦେଖନ୍ତୁ ମାଥ୍ୟୁ କୁ କହିଲେ ପବିତ୍ର ଆତ୍ମା, ହୁଁ ମାର୍କ କୁ କହିଲେ, ସମସ୍ତଙ୍କୁ କହିଛନ୍ତି, ସେମାନେ ଲେଖିଛନ୍ତି ତାଙ୍କ ମାନେ ତାଙ୍କର ହୁଁ ଡାଇରେକ୍ଟ କଥା ଶୁଣିକି ଲେଖିଛନ୍ତି। ହୁଁ ଅନେକ ଗୁଡା ରିପିଟ ହେଇଛି କି ନାଇଁ ମାନେ ମାର୍କ ଡାଇରେକ୍ଟ ଘଟଣା ଶୁଣି ନାହାନ୍ତି, ଘଟିଛି। ମାର୍କ ଡାଇରେକ୍ଟ ଶୁଣି ନାହାନ୍ତି, ଲୁକ ଡାଇରେକ୍ଟ ଶୁଣି ନାହାନ୍ତି। ଆମେ ଦେଖିଲୁ ପରା ସେଟା। ଓହୋ ଡାଇରେକ୍ଟ ସେମାନେ ଶୁଣି ନାହାନ୍ତି। ମାଥ୍ୟୁ ଆଉ ଜହନ 2 ଜଣ ଶିଷ୍ୟ ଥିଲେ, ସେମାନେ ଡାଇରେକ୍ଟ ଶୁଣିଛନ୍ତି। ଓହୋ ମାର୍କ ଆଉ ଲୁକ ଡାଇରେକ୍ଟ ଶୁଣି ନାହାନ୍ତି।
ଆଉ ସେମାନେ ଶୁଣିକି ଲେଖିଛନ୍ତି, ମାନେ ନିଜ ଯେଉଁମାନେ ମୁଣ୍ଡରୁ ଲେଖିଛନ୍ତି। ଦେଖିଛନ୍ତି ଶୁଣିଛନ୍ତି ପଢିଲୁ ପରା ଆମେ ଲୋକ ଏକ, ତମେ ଆଉ ଥରେ ପଢ ଲୋକ 1:1-4 ପଢ ଜାଣିବ ସେ ହଁ ଲେଖା ହଁ ହେଇଛି କେମିତି ସେ ଲେଖିଲେ। ହଁ ତେଣୁ ଏଇଟା ସମସ୍ୟା ନୁହେଁ। ମାନେ ଦେଖ ଗୋଟେ ଏକ୍ଜାମ୍ପଲ ତମେ ନେବ, ତମର ଏବେ ମନେକର ବିଜେଡି ଆଉ ବିଜେପି ମେଣ୍ଟ ହବ ବୋଲି ଗୋଟେ ଘୋଷଣା ହେଲା, ହେଲା ବୁଝିପାରୁଛ? ହଁ ହଁ ଏଟା ଗୋଟେ ନ୍ୟୁଜ କି ନାହିଁ? ହଁ ନ୍ୟୁଜ ଜାଗା ଚାଲିଛି। ହେଲେ ସମାଜ ଲେଖବ ଯେ ବିଜେପି ବିଜେଡି ମେଣ୍ଟ, ସମସ୍ତେ ପ୍ରଥମ ପେଜରେ ଲେଖିଦେବେ, କିନ୍ତୁ ସମସ୍ତଙ୍କ ଲେଖା ସମାନ ନଥିବ। ସେ ଗୋଟେ କଥା କିନ୍ତୁ ଭିନ୍ନ ଭିନ୍ନ ଲେଖିବେ। ହଁ 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 ଯଦି ସବୁ ସମାନ ଲେଖି ଦେଇଥାନ୍ତେ କିଏ ହଁ ହଁ ଭଲ ଲାଗିବ ନା ସେଇଟା। ଠିକ ଯଦି ଠିକ ସବୁଠି ଲେଖା ହେଇଥାନ୍ତା ଯେ ଅ ଅ ଦୂତ ମାନେ ଆସିଲେ, ଇଏ ମାନେ ଆସିଲେ, ସମାନ ଯେମିତି ଲୋକ ଯେମିତି ଲେଖା ହେଇଛି ଏଇଟା ବି ହଁ ସେମିତି ଲେଖା ହେଇଥାନ୍ତା ପବିତ୍ର ଆତ୍ମା ଆମକୁ ସେଇଟା ଚାରିଟା ସୁଷମାଚାର କହିବା ଦରକାର ନଥାନ୍ତା, ସେ ଗୋଟେ ସେଇଟା। ହଁ ସେ କଥା ଆଜ୍ଞା ହଁ ହଁ। ସେମିତି ହବ ନାହିଁ। ସେମିତି ପବିତ୍ର ଆତ୍ମା ସେଇଟା ଜାଣବାର ଅଛି। ଯୋଉ ମୁଖ ନିଃସୃତ ବାକ୍ୟ ବୋଲି ଯୋଉଟା କୁହାହଉଛି ସେଇଟା କଣ, ସେଇଟା କେମିତି ହେଲା ସେଇଟା। ମୁଁ ଆଗରୁ ତମକୁ କହିଲି ତମେ ବୁଝି ନଥିବ କି ତମ ପରେ ଆସିଲ। ମୁଁ କେମିତି ନାଇଁ ପବିତ୍ର ଆତ୍ମା କେମିତି ଲେଖାଇଲେ ସେଇଟା ସେଇଟା ମୁଁ କହିଲି। ସେଇଟା ଅନେକ ଲୋକ ମାନେ ଖାମ ଖିଆଲି ଶୁଣି ଦେଇଥିବେ, ବୁଝି ନଥିବେ। ସେଇଟା ଅନେକ ଲୋକ କହନ୍ତି ବି ନାହିଁ। ତେଣୁ ସେଟା ଜାଣବା ହବ କେମିତି ଲେଖାଇଲେ। ମାନେ ଏମିତି ଯେମିତି କିି ପାଟିରେ ପୁରାଇ ଦେଲେ କହି କରି ସେମିତି ନା କେମିତି, ନା କାନରେ ଜବରଦସ୍ତ ଠେଲିଲେ ସେମିତି ନା କେମିତି। ମୁଁ କହିଲି ସେଟା, ସେଥିପାଇଁ ମୁଁ କହିଲି ଯେ ପ୍ରକାଶନ କଥା କହୁଥିଲେ ପରା। ନାଇଁ 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 କେମିତି ଲେଖା ହେଲା ବାଇବଲରେ ଲେଖା ହେଇଛି କି? ବାଇବଲରେ ହୁଁ ହୁଁ ଏମିତି ଲେଖା ହେଲା, ବାଇବଲ ଲେଖା ହେଇଛି ବୋଲି ମୁଁ ସେଇଟା କହିଲି। ମୁଁ କହିଛି ଆଗରୁ ନାଇଁ ନାଇଁ ଏବେ ଭୁଲି ଯାଇଛି ଯେ କହିଛନ୍ତି ଆଗରୁ। ହଁ ହଁ ମୁଁ ଜିରିମର କଥା କହିଥିଲି। ଜିରିମକୁ ହଁ କହିଲେ, ତାପରେ ଲେଖାଇଲେ, ତାପରେ ସେଟା ପୋଡି ଦେଲେ, ଆଉ ଥରେ ଲେଖାଇଲେ। ତେଣୁ ସେଟା ଜାଣିପାରିବ କେମିତି ଲେଖାଇଲେ। ପ୍ରଭୁ କେମିତି ନିୟନ୍ତ୍ରଣ କରନ୍ତି ପବିତ୍ର ଆତ୍ମାଙ୍କ ଦ୍ଵାରା, କେମିତି ଚାଳନା ଦିଅନ୍ତି, ସେ ସବୁ ବାଇବଲ ଲେଖା ହେଇଛି। ଆଚ୍ଛା ଆଉ ଗୋଟେ, ସେ ଯୋଉ 2 ବର୍ଷର ପିଲାମାନଙ୍କୁ ଯୋଉ ହତ୍ୟା କଲା, ସେ ହୁଁ, ପିଲାମାନେ ଯୋଉମାନେ ମରିଗଲେ, ହେଲେ ହୁଁ। ତାଙ୍କର ଅବସ୍ଥା କଣ? ମାନେ ତାଙ୍କର ଭବିଷ୍ୟତ କଣ? ମାନେ ଭବିଷ୍ୟତ କଣ ପରେ ମାନେ ନରକକୁ ଯିବ ମାନେ ବୋଲଛ ନା? ନାଇଁ ସ୍ୱର୍ଗକୁ ଯିବେ ନା କେମିତି? କଥା କହୁଛି ଯିବେ ଶୁଣ, ଆମେ ଆଁ? ସେଠି ବେଶୀ ବ୍ୟସ୍ତ ହେବାର ନାହିଁ। ଆମେ ସେ ବିଷୟରେ ବ୍ୟସ୍ତ ହେବାର ନାହିଁ। ପ୍ରଭୁ ଶୁଣ, ଶିଶୁ ପାଇଁ ଗୋଟେ ବାକ୍ୟ ଅଛି, ସେଥିରେ ତମେ ଜାଣବ ମାଥ୍ୟୁ 18 ଅଧ୍ୟାୟରେ ହଁ ହଁ ଶିଶୁ ସେଠି ବଡ ବିଷୟ ଲେଖା ଯାଇଛି। 18:10 ଆଉ ଗୋଟେ, ସେ ଯୋଉ ପରମେଶ୍ଵର ନିଜେ ସେ ମିଶର ଲୋକମାନଙ୍କୁ ଯୋଉ ସବୁ ଘରର ଲୋକମାନଙ୍କୁ ଯୋଉ ମାନେ ଇଏ କଲେ ଯେ ପବନ ବୋହିକିନା କଣ କରିକି ଗୋଟେ ପରମେଶ୍ଵର ସେ ମିଶର ଦେଶ ମାନେ ଇସ୍ରାଏଲ ଲୋକମାନେ ବାହାରିକି ଆଇଲା ବେଳକୁ ସେଇଟା ତ ତାଙ୍କର ନିଜେ କଲେ। ହଁ ପ୍ରଭୁ ନିଜେ କଲେ ସେଟା। ହେଲେ ଏଇଟା ପ୍ରଭୁ ମାତ୍ର ନିଜେ ଶୁଣ କରିନାହାନ୍ତି। କୋଉଟା ଏଇ ଯୋଉ ହେରଦର କଥା, ଏଇଟା ନିଜେ କରିନାହାନ୍ତି।